वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। एवरीवन वेलकम यू टू A2M क्लासेस। तो आंध्र प्रदेश बीएड फर्स्ट सेमेस्टर क्लास चालू अछि जोटे होछि आईसीटी रो। आज होछि मैराथन क्लास फॉर द यूनिट 5। आज होछि लास्ट यूनिट रो डिस्कशन होबो। जहां भी अपन यूनिट रे कंटेंट रहिछि सेउडा आज डिस्कस करा दिबो। जदि आप चैनल को प्रथम थर विजिट करथिबे निहाती सब्सक्राइब करनेबे और बेल आइकन प्रेस कर देबे जेतेबेले कोनोसी नुवा वीडियो अपलोड होछि सर्वप्रथम नोटिफिकेशन माध्यम रे पाइ परिबे। एटी आपनकर यूनिट 5 रो आपण सब कंटेंट रहिछि देखि परिबे एगुडा आज डिस्कस करा जिवो। तो यूनिट 5 रो आपण प्रथम क्वेश्चन कोन होचे हम देखिबा। प्रथम क्वेश्चन देछि एक्सप्लेन अबाउट द ई लर्निंग राइट द यूजेस ऑफ इट। ता माने ई लर्निंग कोन हम जानिबा। देखो आपण जेतबे पिला माननकु पाठ पढौचंती विभिन्न वे रे पाठ पढेबे आईसीटी बेस्ड पाठ पढेबे। जेतबे पिला माने इलेक्ट्रॉनिक साहाय्य रे पाठ पढुचन सेटा को हम ई लर्निंग बोली कहउचंती। ଯେମିତି କି ଇଣ୍ଟରନେଟ୍ ଚଲେଇବା, ବିଭିନ୍ନ ସଫ୍ଟୱେୟାର ଅଛି ତାକୁ ଚଲେଇକି ପାଠ ପଢ଼ିବା, ଇଲେକ୍ଟ୍ରୋନିକ୍ ଡିଭାଇସ୍, ମୋବାଇଲ୍, ଲ୍ୟାପଟପ୍ ଯାହା ବି ହଉ, ଏଇ ମାଧ୍ୟମରେ ଯେତେବେଳେ ପାଠ ପଢୁଛନ୍ତି ପିଲାମାନେ ତାକୁ ଆମେ କହୁଛନ୍ତି ଇ ଲର୍ଣ୍ଣିଂ, ଯୋଉଟାକି ଆଇସିଟିର ଇଣ୍ଟିଗ୍ରାଲ ପାର୍ଟ। ଇନଫର୍ମେସନ କମ୍ୟୁନିକେସନ ଟେକ୍ନୋଲୋଜି ଯେତେବେଳେ ଆମେ ବୁଝୁଛନ୍ତି ଏ ଅର୍ଥରେ ଯେ ଆମେ ଯେକୌଣସି ଇନଫର୍ମେସନକୁ କମ୍ୟୁନିକେଟ୍ କରିବା ଥ୍ରୋ ଦ ହେଲ୍ପ ଅଫ୍ ଟେକ୍ନୋଲୋଜି। ତ ସେଥିରେ ଆମେ ବୁଝୁଛନ୍ତି ଇ ଲର୍ଣ୍ଣିଂ ହେଉଛି ଗୋଟେ ପ୍ରୋସେସ୍ ଯେଉଁଠି ପିଲାମାନେ ଡିଭାଇସ୍ ୟୁଜ୍ କରିବେ, ସଫ୍ଟୱେୟାର ୟୁଜ୍ କରିବେ, ଇଣ୍ଟରନେଟ୍ ୟୁଜ୍ କରିବେ, ଯୋଉଟାକି ଓଭରଅଲ୍ କହିତେ ଗଲେ ଆମେ ଇଲେକ୍ଟ୍ରୋନିକ୍ ସାହାଯ୍ୟରେ ପିଲାମାନେ ପାଠ ପଢୁଛନ୍ତି। ତ e-learning or electronic learning refers to the use of digital technologies such as internet, software, electronic device to facilitate learning and education। तो learning education को facilitate करिया ପାଇଁ ଏଇ ମାଧ୍ୟମରେ ଯେତେବେଳେ ପିଲାମାନେ ପାଠ ପଢନ୍ତି ତାକୁ କୁହାଯାଏ e-learning। ତ e-learning encompasses with a wide range of learning experiences from the formal education in school। ତ formal education ପାଇଁ ଏଟା ବି ବହୁତ important and university to the informal learning opportunity through online courses। ଆମେ ଅନଲାଇନ୍ କୋର୍ସେସ୍ ପିଲାମାନଙ୍କୁ ଦଉଛନ୍ତି, ଟ୍ୟୁଟୋରିଆଲ ଦଉଛନ୍ତି, ସେଲ୍ଫ ବେସ୍ ମଡ୍ୟୁଲ୍ସ ଦଉଛନ୍ତି। ତାମାନେ ପିଲାମାନେ ୟୁଟ୍ୟୁବରୁ ଦେଖିକି ପାଠ ପଢି ପାରିବେ। ତାକୁ ଆମେ ଇ ଲର୍ଣ୍ଣିଂ କହୁଛନ୍ତି। ତ ଇଟ୍ ଆଲାଉସ୍ ଦ ଲର୍ଣ୍ଣର୍ସ ଟୁ ଆକ୍ସେସ୍ ଦ କଣ୍ଟେଣ୍ଟ, ଇଣ୍ଟରାକ୍ଟ ୱିଥ୍ ଦ ଇନଷ୍ଟ୍ରକ୍ଟର୍ସ, ପିୟର୍ସ, ହେଲା ପିୟର୍ସ କହୁଛନ୍ତି, ହେଲା ଆଣ୍ଡ କମ୍ପ୍ଲିଟ୍ ଦ ଆସାଇନମେଣ୍ଟ ଇନ୍ ଦ ଅନଲାଇନ୍ ଆଣ୍ଡ ବ୍ଲେଣ୍ଡେଡ୍ ଲର୍ଣ୍ଣିଂ ଏନଭାରମେଣ୍ଟ। ତାମାନେ ଆମେ କହୁଛନ୍ତି ଯୋଉ ଏନଭାରମେଣ୍ଟରେ ପିଲାମାନେ ବିଭିନ୍ନ ପ୍ରକାରରେ ଇ ମାଧ୍ୟମରେ ବା ଇଲେକ୍ଟ୍ରୋନିକ ମାଧ୍ୟମରେ ପାଠ ପଢୁଛନ୍ତି। So e-learning has evolved significantly over the years, transitioning from simple text-based to content multimedia rich interactive learning experiences। तामाने simple tasks ରୁ complex tasks ପର୍ଯ୍ୟନ୍ତ ପିଲା ଶିଖି ପାରୁଛନ୍ତି। It is widely used in various educational settings, including K-12 ମାନେ K-12 ସ୍କୁଲ ହଉ ବା ହାୟର ଏଜୁକେସନ କେଜି ଟୁ 12 ସ୍କୁଲ ହଉ ଆମେ ଯୋଉ କହୁଛନ୍ତି, ଯୋଉଟାକି ଆମେ ପ୍ଲେ ସ୍କୁଲରୁ ନେଇକି 12 କ୍ଲାସ୍ ପର୍ଯ୍ୟନ୍ତ ହଉ ବା ହାୟର ଏଜୁକେସନ +3 କ୍ଷେତ୍ରରେ, ପିଜି କ୍ଷେତ୍ରରେ, ପିଏଚଡି କ୍ଷେତ୍ରରେ ହଉ, ଆଣ୍ଡ ଟ୍ରେନିଂ ପ୍ରୋଗ୍ରାମ୍ସ ଆଣ୍ଡ ଆଡଲ୍ଟ ଏଜୁକେସନ କ୍ଷେତ୍ରରେ ହଉ, ଏ ସବୁ ଜାଗାରେ ଆମେ ଇ ଲର୍ଣ୍ଣିଂର ମାଧ୍ୟମରେ ପାଠ ପଢିପାରିବା। The shift of toward the e-learning has been driven by the advanced technology, the need of flexible learning options, and growing demand for the accessible education across the geography and socio-economic barriers। ତାମାନେ ଆମେ ଯୋଉ ବିଭିନ୍ନ ପ୍ରକାର ବ୍ୟାରିୟର୍ସ ରହିଛି ଯେ ଆଗରୁ ଚିନ୍ତାଧାରା ଥିଲା ଝିଅମାନେ ପାଠ ପଢିବେନି, ପୁଅ ପିଲା ପାଠ ପଢିବେ, ଯୋଉମାନେ ଇକୋନୋମିକ କଣ୍ଡିସନ ଖରାପ ଅଛି, ଜିଓଗ୍ରାଫିକାଲ ବ୍ୟାରିୟର ରହିଛି, ଯୋଉମାନେ ହାଇଲି ଟେରେନ୍ସ ଏରିଆ ରହୁଛନ୍ତି, ପାହାଡ଼ ପର୍ବତ ଏରିଆ ରହୁଛନ୍ତି, ସେମାନେ ଆସିକି ଡେଲି ବେସିସରେ ଆସିକି ପାଠ ପଢି ପାରିବେନି। ତ ଏଇ ସବୁ ଜାଗାରେ ଇ ଲର୍ଣ୍ଣିଂର ପ୍ରଭାବଟା ବହୁତ ଇମ୍ପୋର୍ଟାଣ୍ଟ ଥାଏ। ଇଲେକ୍ଟ୍ରୋନିକ ମାଧ୍ୟମ ଦ୍ୱାରା ସେ ପାଠ ପଢୁଛନ୍ତି ୟୁଟ୍ୟୁବରୁ, ହେଲା ବା ମୋବାଇଲ ମାଧ୍ୟମରେ। ତ ଟାଇପ୍ ଅଫ୍ ଇ ଲର୍ଣ୍ଣିଂ ଅଛି। ପ୍ରଥମତଃ ହେଉଛି ଅନଲାଇନ୍ ଲର୍ଣ୍ଣିଂ, ଯୋଉଠି ଅନଲାଇନରେ ପିଲାମାନେ ପାଠ ପଢୁଛନ୍ତି, ଇଣ୍ଟରନେଟ୍ ସାହାଯ୍ୟରେ ପାଠ ପଢୁଛନ୍ତି, ତାକୁ ଆମେ ଇ ଲର୍ଣ୍ଣିଂ କହୁଛନ୍ତି। ବ୍ଲେଣ୍ଡେଡ୍ ଲର୍ଣ୍ଣିଂ ମାନେ କ'ଣ? ଯୋଉଠି ଫେସ୍ ଟୁ ଫେସ୍ ଲର୍ଣ୍ଣିଂ ସହିତ ବି ଅନଲାଇନ୍ ଅପରଚ୍ୟୁନିଟି ମିଳୁଛି, ତାକୁ ବ୍ଲେଣ୍ଡେଡ୍ ଲର୍ଣ୍ଣିଂ କୁହାଯାଇଥାଏ। ଏଇଟା ମନେ ରଖିଥିବେ। ତାପରେ ହେଉଛି ମୋବାଇଲ ଲର୍ଣ୍ଣିଂ ଯୋଉଟାକି ଆମେ କହୁଛନ୍ତି, ଯୋଉଠି ଇଣ୍ଟରନେଟ୍ ଚାଲୁଛି ବା ଏମ୍ ଲର୍ଣ୍ଣିଂ, ମୋବାଇଲ ଲର୍ଣ୍ଣିଂ ଆମେ କହୁଛନ୍ତି। ତାପରେ ହେଲା ୱେବିନାର ବା ଭର୍ଚୁଆଲ କ୍ଲାସରୁମ୍, ଯୋଉଠି ଆମେ ୱେବରେ ପଢୁଛନ୍ତି, ଆମେ ଯେମିତି ମାନେ ଗୁଗଲ ମିଟ୍ ହଉ, ଜୁମ୍ ଆପ୍ ହଉ, ତ ଏ ମାଧ୍ୟମରେ ପାଠ ପଢିପାରିବା। ତାପରେ ମେସିଭ୍ ଓପନ୍ ଅନଲାଇନ୍ କ୍ଲାସେସ୍, ଯୋଉଟା ଆମେ କହୁଛନ୍ତି ବିଭିନ୍ନ ପ୍ରକାର ବହୁତ ଅନଲାଇନ୍ କ୍ଲାସେସ୍ ଅଛି, ରିଅଲ୍ ଟାଇମରେ ଭିଡ଼ିଓ ଦଉଛି, ୟୁନିଭର୍ସିଟି ହଉ, ଇନଷ୍ଟିଚ୍ୟୁଟ୍ ହଉ, ଯେମିତି ଆପଣଙ୍କର ବିଭିନ୍ନ ପ୍ରକାର ଅନଲାଇନ୍ ୟୁଟ୍ୟୁବର୍ସ ଅଛନ୍ତି, ମାନେ ବଡ଼ ଆକାରରେ ମେସିଭ୍ ଆକାରରେ ପିଲାମାନେ ଅନଲାଇନରେ ଜଏନ୍ ହଉଛନ୍ତି, ରିଅଲ୍ ଟାଇମ୍ ଭିଡ଼ିଓ ଦେଖୁଛନ୍ତି।
ତାପରେ ସିମୁଲେସନ୍ ଅଫ୍ ଦ ଭାର୍ଚୁଆଲ୍ ଲ୍ୟାବ୍ସ ବିଭିନ୍ନ ପ୍ରକାର ଲ୍ୟାବ୍ ଅଛି ଯୋଉଠି ସାଇନ୍ସ, ଇଞ୍ଜିନିୟର, ମେଡିସିନ୍ ଏଗୁଡ଼ା ସବୁ ଆପଣ ଅନଲାଇନ୍ ମାଧ୍ୟମରେ ବି ଜାଣିପାରିବେ। ତାପରେ ହଉଛି ଗେମିଫିକେସନ୍ ବିଭିନ୍ନ ପ୍ରକାର ଗେମ୍ ଅଛି ଯୋଉ ମାଧ୍ୟମରେ ପିଲାମାନେ ଗେମିଫିକେସନ୍ ମାଧ୍ୟମରେ ବହୁତ କଥା ବି ଜାଣିପାରୁଛନ୍ତି। ଯେମିତିକି ଆପଣଙ୍କର ଯୋଉ ଗେମ୍ ଗୁଡ଼ା ରିଲେଟେଡ୍ ଟୁ ଏଜୁକେସନ୍ ସେଇଗୁଡ଼ାକ। ତ ସେ ମାଧ୍ୟମରେ ପିଲାମାନେ ପାଠ ପଢ଼ିକି ଜାଣିପାରୁଛନ୍ତି। ତାପରେ ୟୁଜ୍ ଅଫ୍ ଇ-ଲର୍ଣ୍ଣିଂର କଣ ୟୁଜେସ୍ ରହିଛି ଆମେ ଜାଣିବା। ତ ଇ-ଲର୍ଣ୍ଣିଂ ହ୍ୟାଜ୍ ୱାଇଡ୍ ରେଞ୍ଜ ୟୁଜ୍ ଅଫ୍ ଏଜୁକେସନ୍ ଟ୍ରେନିଂ ଆଣ୍ଡ ପ୍ରଫେସନାଲ୍ ଡେଭଲପମେଣ୍ଟ କ୍ଷେତ୍ରରେ ଇ-ଲର୍ଣ୍ଣିଂର ଭୂମିକା ବହୁତ ଅଛି। ଟିଚର ଟ୍ରେନିଂ ନେବ, ପ୍ରଫେସନାଲ୍ ଡେଭଲପମେଣ୍ଟ କରିବ ବା ପିଲାମାନେ ପାଠ ପଢ଼ିବେ ଇ-ଲର୍ଣ୍ଣିଂର ଭୂମିକା ବହୁତ ହି ଗୁରୁତ୍ୱପୂର୍ଣ୍ଣ। It has become an integral part of many institution, organization, individuals seeking flexible, accessible, and efficient learning experiences. Below are the some key uses of e-learning. କଣ ଜାଣିବା? ତ ଫାଷ୍ଟ ହଉଛି କଣ କହୁଛି ନା access to the education anytime anywhere. ତାମାନେ ପିଲାମାନେ ପାଠ ପଢିପାରିବେ ଏନି ଟାଇମ୍ ଏନିୱେୟାର। ଆପଣ ବର୍ତ୍ତମାନ ଏଇ ଭିଡ଼ିଓ ଦେଖୁଛନ୍ତି, ଆପଣ ଘରେ ବସିକି ଭିଡ଼ିଓ ଦେଖୁଛନ୍ତି। ତାମାନେ ଆରାମସେ ଆପଣ ଯୋଉଟା ଏନି ଟାଇମ୍ ଏନିୱେୟାର ମାଧ୍ୟମରେ ଆମେ ପାଠ ପଢି ପାରୁଛନ୍ତି। ତାପରେ ଆସିଲା ଫ୍ଲେକ୍ସିବୁଲ ଲର୍ଣ୍ଣିଂ ପେସ୍। ଫ୍ଲେକ୍ସିବୁଲ କଣ ନା ଆପଣଙ୍କୁ କୌଣସି ଜଟିଳତାର ସାମ୍ନା କରିବାକୁ ପଡ଼ିବନି। ଯେତେବେଳେ ଇଚ୍ଛା ହବ ପଢ଼ିବେ, ପୁଣି ବନ୍ଦ କରିଦେବେ, ପୁଣି ପଢ଼ିବେ, କେବେ ଟାଇମ୍ ହବ ପଢ଼ିବେ, ନହେଲେ ବନ୍ଦ କରିଦେବେ। ଫ୍ଲେକ୍ସିବୁଲ ନମନୀୟ ଆପଣ କୌଣସି ରିଜିଡିଟି ନେଇକି ଚାଲିବ ନାହିଁ। ଆପଣଙ୍କ ଅନୁସାରେ ଆପଣ ପାଠ ପଢୁଛନ୍ତି। ହେଲେ ଏକ୍ସାମ୍ପଲ ଅଛି ଆପଣ ଡିଫରେଣ୍ଟ ଏକ୍ସାମ୍ପଲ ଅଛି ଦେଖିକି ପଢ଼ିପାରିବେ। ତାପରେ ହଉଛି କଷ୍ଟ ଇଫେକ୍ଟିଭ ଆପଣଙ୍କୁ କୌଣସି ଯାଇକି କୌଣସି ଜାଗାକୁ ଟ୍ରାନ୍ସପୋର୍ଟେସନ ଖର୍ଚ୍ଚ ଦେବାକୁ ପଡ଼ୁନି। କୌଣସି ଏକ୍ସଟ୍ରା ଖର୍ଚ୍ଚ ଦେବାକୁ ପଡ଼ୁନି। ଟେକ୍ସଟ ବୁକ୍ କିଣିବା ପାଇଁ ଖର୍ଚ୍ଚ ଦେବାକୁ ପଡ଼ୁନି। ତ ଆପଣଙ୍କୁ ଏଇ ସିମ୍ପଲ କ୍ଲାସ୍ ମାଧ୍ୟମରେ ଆପଣ ପାଠ ପଢ଼ି ପାରୁଛନ୍ତି। ଯୋଉଠି ଟିଚରକୁ ପଇସା ପେମେଣ୍ଟ ବି ଦେବାକୁ ପଡ଼ୁନି। ୟୁଟ୍ୟୁବରେ ଫ୍ରି କ୍ଲାସ୍ କରୁଛନ୍ତି। ହେଲା ଏସବୁ ହଉଛି କଣ ନା ଆପଣଙ୍କର କଷ୍ଟ ଇଫେକ୍ଟିଭ ଏଜୁକେସନ। ତାପରେ ହଉଛି ପର୍ସନାଲ ଲର୍ଣ୍ଣିଂ ଆପଣ ନିଜସ୍ୱ ନିଜ ଘରେ ବସିକି ଆପଣ ଏ କ୍ଲାସ୍ ଦେଖୁଛନ୍ତି, ପଢୁଛନ୍ତି। ଏଥିପାଇଁ କୌଣସି ଜାଗାରେ ମାସ୍ ଗେଦର ହେଇକି ପାଠ ପଢିବାକୁ ପଡୁନାହିଁ। ଏଇଟା କୁହାହଉଛି ପର୍ସନାଲାଇଜ୍ ଲର୍ଣ୍ଣିଂ। ତାପରେ ଭେରାଇଟି ଅଫ୍ ଲର୍ଣ୍ଣିଂ ରିସୋର୍ସେସ୍ ଆଣ୍ଡ ଫର୍ମାଟ୍ସ ଅଛି ଆପଣଙ୍କର ଇ ଲର୍ଣ୍ଣିଂ ମାଧ୍ୟମରେ ବିଭିନ୍ନ ଭିଡ଼ିଓ ଡେମନଷ୍ଟ୍ରେସନ ଅଛି, କୁଇଜ୍ ଅଛି, ଭର୍ଚୁଆଲ ଲ୍ୟାବ୍ ଅଛି। ଏ ମାଧ୍ୟମରେ ଆପଣ ଚୁଜ୍ କରିକି ଆପଣ ପାଠ ପଢିପାରିବେ। ତାପରେ ଗ୍ଲୋବାଲ ଲର୍ଣ୍ଣିଂ କମ୍ୟୁନିଟି ଅଛି ଯୋଉଠି ଆପଣ ସମସ୍ତେ ପିଲାମାନେ ପାଠ ପଢୁଛନ୍ତି ଗ୍ଲୋବାଲି ଏ ଫେସିଲିଟିସ୍ ବି ରହୁଛି। ତାପରେ ହଉଛି ଟ୍ରାକିଂ ଆଣ୍ଡ ଆସେସମେଣ୍ଟ ଆମେ ପିଲାମାନଙ୍କୁ ଟ୍ରାକ୍ କରିପାରିବା, ଆସେସମେଣ୍ଟ କରିପାରିବା। ଯୋଉ କ୍ଷେତ୍ର ନିଜକୁ ଆସେସ୍ କରିହବ। ଆପଣ ବିଭିନ୍ନ ପ୍ରକାର ଗୁଗଲରେ ଦେଖିବେ ଆପଣ ବିଭିନ୍ନ ପ୍ରକାର ମକ୍ ଟେଷ୍ଟ ଅଛି। ଆପଣ ତାକୁ ଦେଇପାରିବେ ଯୋଉଟା ଇ ଲର୍ଣ୍ଣିଂକୁ ପ୍ରମୋଟ କରୁଛି। ତାପରେ ପ୍ରଫେସନାଲ ଡେଭଲପମେଣ୍ଟ ଆଣ୍ଡ ଟ୍ରେନିଂ କୋର୍ସ ବି ଆପଣଙ୍କର ରହୁଛି। ୟୁଟ୍ୟୁବ ମାନଙ୍କରେ ଆପଣ ସେ ମାଧ୍ୟମରେ ସ୍କିଲ୍ ଡେଭଲପମେଣ୍ଟ କରିପାରିବେ। ବିଭିନ୍ନ ପ୍ରକାର ସ୍କିଲ୍‌କୁ ଦକ୍ଷତାକୁ ଆପଣ ଡେଭଲପ୍ କରିପାରିବେ। ଭୋକେସନାଲ ଟ୍ରେନିଂ ବି ଆପଣଙ୍କର ୟୁଟ୍ୟୁବରେ ବହୁତ କିଛି କ୍ଲାସେସ୍ ରହୁଛି ଆପଣ ଦେଖିକି କରିପାରିବେ। ତ ଇ ଲର୍ଣ୍ଣିଂ ଏଇ ସବୁ ପ୍ରମୋଟ କରୁଛି। ତାପରେ ସପୋର୍ଟ ଅଫ୍ ସ୍ପେସିଆଲ ଏଜୁକେସନ ନିଡ୍ ଯୋଉ ପିଲାମାନେ ଭିନ୍ନକ୍ଷମ ତାଙ୍କୁ କିପରି ପଢ଼େଇବା, କଣ କରିବା ସେ ଇ ଲର୍ଣ୍ଣିଂ ଦ୍ଵାରା ଏଟା ବେସିକାଲି ଇଜି ହେଇଯାଉଛି। ତାପରେ ଏନଭାୟରମେଣ୍ଟାଲ ବେନିଫିଟ ମାନେ କଣ? ଆମେ ଯେତେ ଟେକ୍ସଟ ବୁକ୍ ପେପରକୁ ୱେଷ୍ଟ କରୁଛନ୍ତି, ଟ୍ରାନ୍ସପୋର୍ଟେସନ ଦ୍ୱାରା ବି ଆମର ପଲ୍ୟୁସନ ହଉଛି। ତ ଇ ଲର୍ଣ୍ଣିଂ ଦ୍ୱାରା ଏଇଗୁଡାକ ସବୁ ହବ ନାହିଁ। ତ ଆଶା କରୁଛି କନସେପ୍ଟକୁ ବୁଝିପାରିଥିବେ। ଏଠି ଆପଣ କନକ୍ଲୁଜନ ରହିଛି। ନିଜେ ଡିରାଇଭ୍ କରନ୍ତୁ ନହେଲେ ଭିଡ଼ିଓକୁ ପଜ୍ କରି କନକ୍ଲୁଜନକୁ ଆରାମସେ ପଢ଼ିକି ବୁଝିପାରିବେ। ତାପରେ ଆମେ ଆସିବା ସେକେଣ୍ଡ ନମ୍ବର କ୍ୱେଶ୍ଚନ କଣ କହୁଛି? ସେକେଣ୍ଡ ନମ୍ବର କ୍ୱେଶ୍ଚନ ହଉଛି ରାଇଟ୍ ଦ ଡିଫରେଣ୍ଟ ମେଥଡ୍ସ ଅଫ୍ ଇ ଲର୍ଣ୍ଣିଂ। ତ ମେଥଡ୍ ଅଫ୍ ଡିଫରେଣ୍ଟ ଇ ଲର୍ଣ୍ଣିଂ ଆମେ ଜାଣିବା କିପରି ଆମ ପିଲା ମାନେ ବିଭିନ୍ନ ମେଥଡ୍ ମାଧ୍ୟମରେ ଆମେ ପିଲାମାନଙ୍କୁ ପଢ଼େଇ ପାରିବା। ତ ଏଠି ଇ ଲର୍ଣ୍ଣିଂର କନସେପ୍ଟ ରହିଛି ଅଲରେଡି ମୁଁ ଡିସ୍କସ୍ କରିସାରିଛି। ତ ଟାଇପ୍ସ ଗୁଡ଼ା ମେଥଡ୍ ଗୁଡ଼ା ଜାଣିବା। ପ୍ରଥମ ହଉଛି ସିଙ୍କ୍ରୋନିୟସ୍ ଇ ଲର୍ଣ୍ଣିଂ। ସିଙ୍କ୍ରୋନିୟସ୍ ଇ ଲର୍ଣ୍ଣିଂ କାହାକୁ କହିବା ନା ଇ ଲର୍ଣ୍ଣିଂ ଅକର୍ସ ହ୍ୱେନ୍ ଲର୍ଣ୍ଣର or instructor engage in the learning activity at the same time of a real time. This method is typically involve the virtual classroom. ମାନେ ଯେତେବେଳେ ଭିଡ଼ିଓରେ ଆପଣଙ୍କର ଅନଲାଇନରେ ପଢୁଛନ୍ତି ଯେମିତି ଗୁଗଲ ମିଟରେ ଧର ଆପଣ କ୍ଲାସ୍ କରୁଛନ୍ତି ସେଇ ଟାଇମରେ ଟିଚର ହିଁ ଅନଲାଇନରେ ଅଛି ଆଉ ଆପଣ ବି ରିଅଲ ଟାଇମରେ ଅଛନ୍ତି। ସେଇଟାକୁ କୁହାଯାଉଛି ସିଙ୍କ୍ରୋନିୟସ୍ ଇ ଲର୍ଣ୍ଣିଂ ବା ଭର୍ଚୁଆଲ କ୍ଲାସରୁମ୍ କୁହାଯିବ। ଯୋଉଠି ୱେବିନାର ବା ଅନଲାଇନ ସେସନ ଚାଲିଛି where learners can interact with instructor in peers and it allow the immediate feedback ସଙ୍ଗେ ସଙ୍ଗେ ମିଳିପାରୁଛି ଲାଇଭ ଡିସ୍କସନ ଚାଲୁଥିବ ସେଇ ସମୟରେ ମନେ ରଖିବେ। ହେଲା ସେଇଟା କହୁଛନ୍ତି ଯୋଉଠି ରିଅଲ ଟାଇମ ଇଣ୍ଟରାକ୍ସନ ଚାଲେ ସିଡ୍ୟୁଲ ଥାଏ ତାର ଟାଇମ ଟେବୁଲ ଅନୁସାରେ ଆପଣଙ୍କୁ ଜଏନ୍ ହେବାକୁ ପଡ଼ିବ। ଇମିଡିଏଟ୍ ଫିଡବ୍ୟାକ୍ ବି ପାଇପାରିବେ। ଏନଗେଜମେଣ୍ଟ ଥ୍ରୋ ଦ ଚାଟ୍ ଅର୍ ଭିଡ଼ିଓ ଦ୍ୱାରା ଆପଣ ସେଇଥିରେ କ୍ଲାସ୍ କରିପାରିବେ। ହେଲେ ଏଠି ଏକ୍ସାମ୍ପଲ ରହିଛି ଆପଣ ନିଜେ ଭିଡ଼ିଓ ପଜ୍ କରି ଏକ୍ସାମ୍ପଲ ପଢ଼ିପାରିବେ ଯେମିତି ଜୁମ୍ ଅଛି
ଗୁଗଲ ମିଟ୍ ଅଛି। ଏଗୁଡ଼ା ସବୁ ଆପଣ ଦେଖିପାରିବେ। ଗୁଗଲ ମିଟ୍ ଅଛି ଏଠି। ହଁ, ସେଠି ଆପଣ ଦେଖି ପଢ଼ିପାରିବେ। ତାପରେ ହଉଛି ବେନିଫିଟ୍ସ କଣ ଆମେ ଜାଣିଛନ୍ତି ଯେ ପିଲାମାନେ ଇମିଡିଏଟ୍ ଇଣ୍ଟରାକ୍ସନ ଦ୍ୱାରା ଏନଗେଜ ରହିବେ ଆଉ ଇନଷ୍ଟ୍ରକ୍ଟର ତାଙ୍କୁ ଫିଡବ୍ୟାକ୍ ଦେଇପାରିବେ। ଏଣ୍ଡ ଫ୍ୟାସିଲିଟି ଅଫ୍ ଗ୍ରୁପ କୋଲାବୋରେସନ ଏଣ୍ଡ ଡିସ୍କସନ ପିଲାମାନେ କରିପାରିବେ। ଆଣ୍ଡ ପ୍ରୋଭାଇଡ ଦ ଷ୍ଟ୍ରକ୍ଚର ଅଫ୍ ଲର୍ଣ୍ଣିଂ ଏନଭାରନମେଣ୍ଟ ସିଡ୍ୟୁଲ କ୍ଲାସେସ୍। ତାମାନେ ଗୋଟେ ଟାଇମ ଟେବୁଲ ଅନୁସାରେ କ୍ଲାସ ହଉଛି, ପିଲାମାନେ ଡିସିପ୍ଲିନ ରହିବେ। ଚ୍ୟାଲେଞ୍ଜେସ୍ ହଉଛି ଯଦି ନେଟୱାର୍କ ପ୍ରୋବ୍ଲେମ ଥିବ, ହଁ, ସେମ୍ ଟାଇମରେ ଅଲଗା କ୍ଲାସେସ୍ ଥିବ ଯଦି, ଏସବୁ କ୍ଷେତ୍ରରେ ପ୍ରୋବ୍ଲେମ ରହିପାରେ। ତାପରେ ଏସିଙ୍କ୍ରୋନିୟସ୍ ଇ ଲର୍ଣ୍ଣିଂ କଣ? ଏଟା ସିଙ୍କ୍ରୋନିୟସ୍ ଇ ଲର୍ଣ୍ଣିଂ ଥିଲା। ଏସିଙ୍କ୍ରୋନିୟସ୍ କଣ? ନା ଏସିଙ୍କ୍ରୋନିୟସ୍ ଇ ଲର୍ଣ୍ଣିଂ ଇଜ ଏ ସେଲ୍ଫ ବେସ୍ଡ ଲର୍ଣ୍ଣିଂ method where learner can access course material, lessons and assignment at their own convenience without need to online specification time। ତାମାନେ ଏଠି ଥିଲା କଣ, ଗୁଗଲ ମିଟରେ ଆପଣ ପାଠ ପଢୁଛନ୍ତି, ଟାଇମ ଟେବୁଲ ଦିଆହେଇଛି, ଏଇ ସମୟରେ କ୍ଲାସ ହବ। ଯେତେବେଳେ ଆପଣ କୌଣସି ରେକର୍ଡେଡ ଭିଡିଓ ଦେଖୁଛନ୍ତି, ରିଅଲ ଟାଇମର ଭିଡିଓ ନୁହେଁ, ଆପଣ ରେକର୍ଡେଡ ହେଇକି ଅପଲୋଡ କରାହେଇଥିବ ୟୁଟ୍ୟୁବରେ ହଉ, ଯେକୌଣସି ଜାଗାରେ ହଉ, ଆପଣ ସେ ରେକର୍ଡେଡ ସେକ୍ସନକୁ ଦେଖୁଛନ୍ତି। ସେଥିପାଇଁ ଆପଣଙ୍କୁ କୌଣସି ରିଅଲ ଟାଇମକୁ ଫଲୋ କରିବାକୁ ପଡିବ ନାହିଁ। ସେଥିପାଇଁ ତାକୁ ଏସିଙ୍କ୍ରୋନିୟସ୍ ଇ ଲର୍ଣ୍ଣିଂ ବୋଲି ଆମେ କହୁଛନ୍ତି। ଯୋଉଠି କୌଣସି କନଭିନିଏନ୍ସ ମାନେ ଓନ୍ କନଭିନ୍ସରେ ପିଲାମାନେ ପାଠ ପଢିବେ ଆଉ ନିଜ ଇଚ୍ଛାରେ ସେଇ ଟାଇମରେ ଅନଲାଇନ ମାଧ୍ୟମରେ ବା ଇ ଲର୍ଣ୍ଣିଂ ମାଧ୍ୟମରେ ପାଠ ପଢିପାରିବେ। ତ ସେଥିପାଇଁ ସେଲ୍ଫ ବେସ୍ଡ ଲର୍ଣ୍ଣିଂ କୁହାଯାଏ ତାକୁ, କାରଣ ପିଲା ନିଜ ଇଚ୍ଛାରେ ପଢୁଛି ସେଇ ଟାଇମରେ। ପ୍ରି ରେକର୍ଡେଡ କଣ୍ଟେଣ୍ଟ ଥାଏ ସେଠି, ଆମେ କହିଲେ ଏବେ ଫ୍ଲେକ୍ସିବୁଲ ଡିଲିଂ ଥାଏ, ଡେଡଲାଇନ୍ସ ଥାଏ, କାହିଁକି ନା ସେଠି ଅଲରେଡି ରେକର୍ଡେଡ ଫର୍ମାଟରେ ଥାଏ ନା, ଆଉ କିଛି ଚେଞ୍ଜେସ୍ କରିହବନି। ମିନିମାଲ ଲାଇଭ ଇଣ୍ଟରାକ୍ସନ ଥାଏ, କାହିଁକି ନା ଏଠି ଲାଇଭ ତ ଥିବେ ନାହିଁ, ଅଲରେଡି ରେକର୍ଡେଡ ଆମେ କହୁଛନ୍ତି। ଯେମିତିକି ଅନଲାଇନ କୋର୍ସରେ ହଉ, ପ୍ରି ରେକର୍ଡେଡ ଭିଡିଓସ୍ ଲେକ୍ଚର ହଉ, ଡିସ୍କସନ ବୋର୍ଡ ଫର୍ମସ୍ ହଉ, ବା ଆମର ଯାହା ବି ହଉ। ଏଗୁଡ଼ା ବେନିଫିଟ କଣ ନା ଆମେ ଜାଣିଛନ୍ତି, ଇଟ୍ ଇଜ ମ୍ୟାକ୍ସିମମ୍ ଫ୍ଲେକ୍ସିବୁଲ ଅଛି। ପିଲା ଯେକୌଣସି ଜାଗାରେ ଯେକୌଣସି ଟାଇମରେ ପଢିପାରିବ। ସୁଇଟେବୁଲ ଫର ଦ ଲର୍ଣ୍ଣର, ଆଉ ଲର୍ଣ୍ଣର କ୍ୟାନ୍ ଭିଜିଟ୍ ମେଟେରିଆଲ୍ସ ନିଜ ଇଚ୍ଛାରେ ଜାଣିପାରିବ। ଚ୍ୟାଲେଞ୍ଜେସ୍ କଣ? ଲ୍ୟାକ୍ ଅଫ୍ ଇମିଡିଏଟ୍ ଫିଡବ୍ୟାକ୍ ମିଳିବ ନାହିଁ। ଲିମିଟେଡ୍ ସୋସିଆଲ ଇଣ୍ଟରାକ୍ସନ ହେଲା, ଆଣ୍ଡ ରିକ୍ୱାର୍ସ ଦ ସେଲ୍ଫ ଡିସିପ୍ଲିନ ପିଲାମାନଙ୍କୁ ନିହାତି ଆବଶ୍ୟକ। ତାପରେ ହଉଛି ବ୍ଲେଣ୍ଡେଡ ଲର୍ଣ୍ଣିଂ କଣ? ଯୋଉଠି ଅନଲାଇନ ଅଫଲାଇନ, ଯୋଉଠି ସିଙ୍କ୍ରୋନିୟସ୍ ଆଉ ଏସିଙ୍କ୍ରୋନିୟସ୍ ଇ ଲର୍ଣ୍ଣିଂ ଚାଲିଥାଏ, ଯୋଉଠି ବୋଥ ଅନଲାଇନ ଆଉ ଅଫଲାଇନ ଲର୍ଣ୍ଣିଂ ଚାଲିଥାଏ। ହେଲା, ଯୋଉଟା ରିଅଲ ଟାଇମ ଆଉ ରେକର୍ଡେଡ ଭିଡିଓ କ୍ଲାସ କମ୍ବାଇନଲି ଚାଲିଥିବ। ହଁ, ସେଇଟାକୁ ଆମେ କହୁଛନ୍ତି କଣ ନା ବ୍ଲେଣ୍ଡେଡ ଲର୍ଣ୍ଣିଂ। ଏଇଥିପାଇଁ ୟାକୁ କହୁଛନ୍ତି କଣ, କମ୍ବିନେସନ ଅଫ ଅନଲାଇନ ଅଫଲାଇନ ଲର୍ଣ୍ଣିଂ, ଫ୍ଲେକ୍ସିବୁଲ ଡେଲିଭରି ଆଣ୍ଡ ଭେରାଇଟି ଅଫ ଲର୍ଣ୍ଣିଂ ଏକ୍ସପିରିଏନ୍ସ ଏଠୁ ମିଳିପାରିବ। ତାର ଆମେ ଏକ୍ସାମ୍ପଲ ଆମେ ଜାଣୁଛନ୍ତି କଣ, ଫ୍ଲିପ୍ଡ କ୍ଲାସରୁମ୍, ଯୋଉଠି ଅନଲାଇନ ଅଫଲାଇନ ଦିଟାଙ୍କ ଚାଲିଥିବ। ୱାର୍କସପ୍ ଏଣ୍ଡ ସେମିନାରରେ ବି ଏଗୁଡ଼ା ଚାଲିଥିବ। ବେନିଫିଟ୍ସ କଣ? ପ୍ରୋଭାଇଡ ଫ୍ଲେକ୍ସିବୁଲିଟି ପିଲାମାନଙ୍କୁ ମିଳିପାରିବ। ଏନହାନ୍ସ ଦ ଷ୍ଟୁଡେଣ୍ଟ ଏନଗେଜମେଣ୍ଟ, ପିଲାମାନେ ଏନଗେଜ ୱେରେ ପାଠ ପଢିପାରିବେ। Allow the instructor to focus on apply the practicing knowledge in the classroom setting, ପିଲାମାନେ କିପରି ପ୍ରାକ୍ଟିସ କରିପାରିବେ କ୍ଲାସରୁମ୍ ସେଟିଂରେ। ଚ୍ୟାଲେଞ୍ଜେସ୍ କଣ? ରିକ୍ୱାର ଦ ଲର୍ଣ୍ଣର୍ସ ମ୍ୟାନେଜ ବୋଥ ଦ ଅନଲାଇନ ଅଫଲାଇନ, ଏଇଟା ଗୋଟେ ପ୍ରୋବ୍ଲେମ ଯେ ଦି ଜଣଙ୍କୁ ଦିଟା ଜିନିଷକୁ ମ୍ୟାନେଜ କରିବାକୁ ପଡିବ। ଏଣ୍ଡ କ୍ୟାନ୍ ବି ଚ୍ୟାଲେଞ୍ଜ ଫର ଦ ଲର୍ଣ୍ଣର ଲିମିଟେଡ ଆକ୍ସେସ କରିବାକୁ ତାକୁ ଚ୍ୟାଲେଞ୍ଜ ମିଳିଯିବ। ତ ଏଗୁଡାକ ହଉଛି ଚ୍ୟାଲେଞ୍ଜେସ୍। ତାପରେ ଆମେ ଜାଣିବା ମୋବାଇଲ ଲର୍ଣ୍ଣିଂ ଆମେ କାହାକୁ କହୁଛନ୍ତି, ଯୋଉଠି ପିଲାମାନେ ମୋବାଇଲ ମାଧ୍ୟମରେ ପାଠ ପଢିବେ। ଇଜି ଜିନିଷ, ଆଉ କିଛି କରିବାର ନାହିଁ ଏଠି। ତ ଏଠି ଫିଚର୍ସ କଣ? ଆକ୍ସେସ୍ ଦ ଲର୍ଣ୍ଣିଂ ମେଟେରିଆଲ୍ସ ଅନ୍ ଦ ଗୋ, ପିଲାମାନେ ୱେବସାଇଟ୍ ମାଧ୍ୟମରେ ହଉ, ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ପାଠ ପଢିପାରିବେ। ଇଣ୍ଟରାକ୍ଟିଭ ଫିଚର୍ସ ରହୁଛି, ଏଣ୍ଡ ସର୍ଟ ଫର୍ମ ଅଫ କଣ୍ଟେଣ୍ଟ ରହୁଛି, ଏଇ ମାଧ୍ୟମରେ ପାଠ ପଢିପାରିବେ। ଏକ୍ସାମ୍ପଲ ଯେମିତିକି ଏଜୁକେସନାଲ ଆପ୍ ହଉ, ବାଇଜୁସ୍ ହଉ, ଖାନ୍ ଏକାଡେମୀ ହଉ, ଆପଣଙ୍କର ବିଭିନ୍ନ ପ୍ରକାର ଅଛି, ଫିଜିକ୍ସ ବାଲା ହଉ, ଏଇ ସବୁ ଆପଣ ଗୋଟେ ଗୋଟେ ଏକ୍ସାମ୍ପଲ ଦେଲି। ଏଇ ୱେ ଟୁ ଏମ୍ କ୍ଲାସେସ୍ ହଉ, ଏଇ ଚ୍ୟାନେଲକୁ ଯାଇକି ଆପଣ ପାଠ ପଢିପାରିବେ। ଏଣ୍ଡ ମାଇକ୍ରୋ ଲର୍ଣ୍ଣିଂ ଆମେ କହୁଛନ୍ତି କଣ ନା, ପିଲାମାନେ ନିଜ ଇଚ୍ଛାରେ ସର୍ଟକଟରେ ବା ସ୍ପିଡ୍ ଅପ୍ରେ କ୍ଲାସ୍ କରିକି ନିଜେ ବୁଝିପାରିବେ, ଯୋଉଟା ମୋବାଇଲ ଲର୍ଣ୍ଣିଂ। ବେନିଫିଟ୍ କଣ? ପ୍ରମୋଟ ଫ୍ଲେକ୍ସିବିଲିଟି ରହିବ, ଏନହାନ୍ସ ଦ ଲର୍ଣ୍ଣିଂ ଏନଗେଜମେଣ୍ଟ ରହିବ, ଆଇଡିଆଲ ଫର ଦ ଲର୍ଣ୍ଣର୍ସ ଆଣ୍ଡ ତାଙ୍କ ମାନେ ପିଲାମାନଙ୍କର ଯିଏ ଆଇଡିଆଲ ପର୍ସନ, ଖାନ ସାରଙ୍କ କ୍ଲାସ୍ ହଉ ବା ଯାହାର ଫିଜିକ୍ସ ବାଲାର ହଉ, ସେଠୁ ସେ ପଢିପାରିବେ। ଚ୍ୟାଲେଞ୍ଜେସ୍ ଲିମିଟେଡ୍ ସ୍କ୍ରିନ୍ ସାଇଜ୍, ଆପଣଙ୍କ ମୋବାଇଲରେ ପଢୁଛନ୍ତି, ଛୋଟ ସ୍କ୍ରିନ୍ ସାଇଜ୍ ପାଇବେ, କମ୍ପ୍ୟୁଟର ଭଳିଆ ପାଇବେନି କି ଲ୍ୟାପଟପ୍ ଭଳିଆ ପାଇବେ। ନଟ୍ ଅଲ୍ କୋର୍ସେସ୍ ମେଟେରିଆଲ ଆର୍ ଅପ୍ଟିମାଇଜ ଦ ମୋବାଇଲ ୟୁଜ୍। କିଛି ଅଛି ହାଇ ପ୍ରୋଫାଇଲ କ୍ଲାସେସ୍ ଗୁଡାକ ଲ୍ୟାପଟପ୍ ଦରକାର ପଡେ ତାଙ୍କ ଆପ୍ଲିକେସନ ପାଇଁ, ସେ ଜାଗାରେ ଏଟା ଚାଲିପାରିବ ନାହିଁ। ତାର ଏଟା ହଉଛି ଡିମେରିଟ୍ସ। ତାପରେ ଆସିଲା ଗେମିଫାଇଡ୍ ଲର୍ଣ୍ଣିଂ କଣ? ନା ଗେମିଫାଇଡ୍ ଲର୍ଣ୍ଣିଂ ଇନକର୍ପୋରେଟ୍ ଗେମ୍ डिजाइन element to the learning process engage to motivate the enhance the learning experience. This method uses mechanics such as the point, bridge, leader boards, ଏଗୁଡା ସବୁ ହଉଛି ଆପଣଙ୍କର ପାର୍ଟିସିପେସନ କରିକି ପିଲାମାନେ ଇକ୍ୱାଲିଟି ଏକ୍ସଟ୍ରା କରିକୁଲାର ବି ଜାଣିପାରିବେ।
ତ ଏ ମାଧ୍ୟମରେ କଣ ହଉଛି କିଛି ଗେମ୍ ଅଛି ଯୋଉଠି ମ୍ୟାଥମେଟିକାଲ କାଲକୁଲେସନ ହଉ କିଛି ହଉ ସେଗୁଡା ବେନିଫିଟ ପାଇପାରିବେ। ତ ଫିଚର ଅଫ ଗେମିଫାଇଡ ଲର୍ଣ୍ଣିଂ କଣ ନା ଗେମ୍ ଲାଇକ୍ ଏଲିମେଣ୍ଟ ଗୋଟେ ଆମେ ଭାବିବେ ପିଲାମାନେ ଖୁସିରେ ସେ ଟାସ୍କ କରିବେ କମ୍ପ୍ଲିଟ। ତାପରେ ଚ୍ୟାଲେଞ୍ଜ ଅଫ କମ୍ପିଟିସନ ବି ରହିବ କାହିଁକିନା ଗେମ୍ ମାନେ ସମସ୍ତେ ଇଣ୍ଡିଭିଜୁଆଲି ପାର୍ଟିସିପେଟ କରିଥିବେ ଆଣ୍ଡ ମୋଟିଭେଟେଡ ଏନଗେଜମେଣ୍ଟ ବି ପିଲାମାନେ ରହିବେ। ଏକ୍ସାମ୍ପଲ କାହୁତ ଏ ପପୁଲାର ପ୍ଲାଟଫର୍ମ କାହୁତ ଗୋଟେ ହଉଛି ଗୋଟେ ପ୍ଲାଟଫର୍ମ ଅନଲାଇନ ର ଯୋଉଠି ପିଲାମାନେ ଗେମିଫାଇଡ ମାଧ୍ୟମରେ ପାଠ ପଢନ୍ତି। A popular platform that allow the teacher to create the fun quiz and challenges with the competitive element। ତାମାନେ ଏଠି ଟିଚର କଣ କରିବେ ଫନ୍ କୁଇଜ ଗୁଡାକ ସେଟ୍ କରିଥିବେ ପିଲାମାନେ ତାକୁ କମ୍ପିଟିଟିଭ ୱେରେ ଏକ୍ଜାମ ଦେବେ। ଡୋଲରନିଙ୍ଗୋ ଲାଙ୍ଗୁଏଜ ଲର୍ଣ୍ଣିଂ ଆପ୍ଲିକେସନ ଗୋଟେ ଆପଣଙ୍କର ବଢିଆ ଭାବରେ ଆପଣ ଗେମିଫାଇଡ ମାଧ୍ୟମରେ ପିଲାମାନେ ଲାଙ୍ଗୁଏଜ ଲର୍ଣ୍ଣିଂ କରୁଛନ୍ତି। କ୍ଲାସ କ୍ରାଫ୍ଟ ବିଭିନ୍ନ ପ୍ରକାର କ୍ରାଫ୍ଟ ପିଲାମାନେ ଶିଖୁଛନ୍ତି। ତ ୟାର ବେନିଫିଟ୍ସ କଣ ଇନକ୍ରିଜ ଦ ଲର୍ଣ୍ଣିଂ ଏନଗେଜମେଣ୍ଟ କରିବା ପିଲାମାନେ ଖେଳକୁଦ ମାଧ୍ୟମରେ ପଢିବାକୁ ବେଶୀ ଖୁସି ଥାନ୍ତି। ତାପରେ ଏନକରେଜ ଦ ପାର୍ଟିସିପେସନ ପାର୍ଟିସିପେଣ୍ଟ ମାନଙ୍କୁ ଏନକରେଜ କରାଯିବ। ତ ତାପରେ ହଉଛି ହେଲ୍ପ ଦ ଲର୍ଣ୍ଣର ଟୁ ଟ୍ରାକ୍ ଦ ପ୍ରୋଗ୍ରେସ ପିଲାମାନଙ୍କୁ ପ୍ରୋଗ୍ରେସଟା କେତେ ବାଟ ଯାଉଛି ତାକୁ ଜାଣି ହବ। ଚ୍ୟାଲେଞ୍ଜେସ୍ କଣ ମେ ନଟ୍ ଆପିଲ୍ ଅଲ୍ ଲର୍ଣ୍ଣର ଏ ମାଧ୍ୟମରେ ଯାଇପାରିବେ ନାହିଁ। ରିସ୍କ ଫର ଫୋକସିଂ ଟୁ ମଚ୍ ରିୱାର୍ଡ ଯଦି ପିଲାମାନଙ୍କୁ ପ୍ରଲୋଭିତ ମାଧ୍ୟମରେ ପାଠ ପଢେଇବା ସେଠି ଟୁ ମଚ୍ ରିୱାର୍ଡର ଆବଶ୍ୟକତା ପଡିଯାଇପାରେ। ତାପରେ ଆସିଲା ସୋସିଆଲ ଲର୍ଣ୍ଣିଂ ଯୋଉଠି ସାମାଜିକ ୱେରେ ପିଲାମାନେ ଶିଖୁଛନ୍ତି। ତ ଯେତେବେଳେ ଆମେ କହୁଛନ୍ତି ସୋସିଆଲ ଲର୍ଣ୍ଣିଂ ରିଭର ଦ ପାୱାର ଅଫ ସୋସିଆଲ ଇଣ୍ଟରାକ୍ସନକୁ ବୁଝଉଛି କୋଲାବରେଟିଭ ପ୍ଲାଟଫର୍ମକୁ ବୁଝଉଛି ଯେ ମଧ୍ୟରେ ପିଲାମାନେ ପାଠ ପଢିବେ। କିନ୍ତୁ ଏଠି କଣ ହଉଛି ନା କୋଲାବରେଟିଭ ଯେତେବେଳେ ପିଲାମାନଙ୍କୁ ପାଠ ପଢୁଛନ୍ତି ସୋସିଆଲ ଲର୍ଣ୍ଣିଂ ଯେତେବେଳେ ସୋସାଇଟିରେ ଥିବା ବିଭିନ୍ନ ପ୍ରକାର ଡିଭାଇସ୍ ବା ଟେକ୍ନୋଲୋଜି ବ୍ୟବହାର କରି ପିଲା ଶିଖୁଛନ୍ତି ତାକୁ ଆମେ ତାର ଇନଭଲ୍ଭ କରିପାରିବା। ପିୟର ଇଣ୍ଟରାକ୍ସନ ହେଇପାରିବ ତାର କୋଲାବରେଟିଭ ପ୍ଲାଟଫର୍ମ ହେଇପାରିବ। ତାପରେ ଲର୍ଣ୍ଣିଂ ଥ୍ରୋ ଦ ସେୟାର ଏକ୍ସପିରିଏନ୍ସ ପିଲାମାନେ ସେୟାର ମାଧ୍ୟମରେ ବା ତାଙ୍କ ଆଇଡିଆ ସେୟାର କରିକି ପାଠ ପଢି ପାରିବେ। ଯେମିତି ଅନଲାଇନ ଡିସ୍କସନ ହଉ ଯେମିତି ସୋସିଆଲ ମିଡିଆ ଲର୍ଣ୍ଣିଂ ହଉ ଯେମିତିକି ଫେସବୁକ୍ ଟ୍ୱିଟର ୟୁଟ୍ୟୁବରେ ରିଅଲ ଟାଇମ ମାଧ୍ୟମରେ ପିଲାମାନେ ନିଜ ଆଇଡିଆ ସେୟାର କରିକି ସୋସାଇଟି ଭିତରେ ପଢିପାରିବେ। ବେନିଫିଟ ପ୍ରମୋଟ ଦ ଆକ୍ଟିଭ ଏନଗେଜମେଣ୍ଟ ଆମେ ଭଲ ଭାବରେ ଜାଣିଛନ୍ତି ସବୁବେଳେ ଆକ୍ଟିଭ ଏନଗେଜମେଣ୍ଟ ହିଁ ରହିବେ ପିଲାମାନେ। ଏନହାନ୍ସ ଲର୍ଣ୍ଣିଂ ଥ୍ରୋ ଦ ପିୟର ଟୁ ପିୟର ଇଣ୍ଟରାକ୍ସନ ଦ୍ୱାରା ତାଙ୍କର ଲର୍ଣ୍ଣିଂଟା ଏନହାନ୍ସ ହେଇପାରିବ ଆଗକୁ ବଢିପାରିବ। ଏନକରେଜ ଦ କୋଲାବରେଟିଭ ଆଣ୍ଡ ଟିମ୍ ୱାର୍କ ଚାଲିପାରିବ। ଚ୍ୟାଲେଞ୍ଜେସ୍ କଣ ପୋଟେନ୍ସିଆଲ ଡିଷ୍ଟ୍ରାକ୍ସନ ତ ଏଠି ଡିଷ୍ଟ୍ରାକ୍ସନ ହେଇପାରନ୍ତି। ରିକ୍ୱାର ଦ ମଡରେସନ ଆଣ୍ଡ ଫାସିଲିଟେସନ ଏନସିଓର ଦ ପଜିଟିଭ ଫୋକସ ଇଣ୍ଟରାକ୍ସନ ବି ଚାଲିବ। ଏଠି କନକ୍ଲୁଜନ ରହିଛି କନକ୍ଲୁଜନ ସବୁବେଳେ ନିଜେ ଡିରାଇଭ୍ କରିବାକୁ ଚେଷ୍ଟା କରିବେ ଭିଡ଼ିଓ ପଜ୍ କରି ମଧ୍ୟ ଆପଣ କନକ୍ଲୁଜନକୁ ଡିରାଇଭ୍ କରିପାରିବେ। ନେକ୍ସଟ ନମ୍ବର କ୍ୱେଶ୍ଚନ ଆମେ ଜାଣିବା ରାଇଟ୍ ଏ ନୋଟ୍ ଅନ୍ ଦ ଭର୍ଚୁଆଲ କ୍ଲାସରୁମ୍। ଭର୍ଚୁଆଲ କ୍ଲାସରୁମ୍ କଣ ଯୋଉ କ୍ଲାସରୁମରେ ଆମର ଅଫଲାଇନ ବା ଫେସ୍ ଟୁ ଫେସ୍ ମିଟ୍ ହୋଇନଥାଏ ସେଠି ଆମେ କଣ କରନ୍ତି ନା ଗୋଟେ ଅନଲାଇନ ମାଧ୍ୟମରେ ପାଠ ପଢନ୍ତି ବା ଆମେ ତାକୁ କହୁଛନ୍ତି କଣ ଭର୍ଚୁଆଲ କ୍ଲାସରୁମ୍। ସେଥିପାଇଁ ଆମେ ଜାଣିବା ଏଠି କଣ ନା ଭର୍ଚୁଆଲ କ୍ଲାସରୁମ୍ ଇଜ ଆନ୍ ଦ ଅନଲାଇନ୍ ଏନଭାରନମେଣ୍ଟ where learner instructor can engage in live or interactive learning section and typically use the web based software and platforms। ତାମାନେ ଆପଣ ଯଦି କ୍ଲାସଟା କରୁଛନ୍ତି ତ ଏଠି ଫେସ୍ ଟୁ ଫେସ୍ ଆମର ଇଣ୍ଟରାକ୍ଟ ହଉନି। ମୁଁ ଆପଣଙ୍କୁ ଅନଲାଇନରେ ପଢେଇଛି ଆପଣଙ୍କୁ ଅପଲୋଡେଡ ଅଛି ଆପଣ ଅନଲାଇନ ମାଧ୍ୟମରେ ପଢୁଛନ୍ତି ହେଲା। ତ ଏଟାକୁ କୁହାହଉଛି କଣ କହୁଛନ୍ତି ନା ଅନଲାଇନ ବା ଆପଣଙ୍କ ଭର୍ଚୁଆଲ କ୍ଲାସରୁମ୍ ବୋଲି ଆମେ କହୁଛନ୍ତି। It is simulates traditional classroom experiences but takes the place digital space। ତାମାନେ ଏଟା ଡିଜିଟାଲ ମାଧ୍ୟମରେ ଆମେ ପାଠ ପଢୁଛନ୍ତି ପିଲାମାନଙ୍କୁ। Virtual classroom used to variety of communication tools like video, conferencing, chat, share, whiteboards, the facility teaching learning process। ତାମାନେ ଏ ମାଧ୍ୟମରେ ପିଲାମାନଙ୍କୁ ଆମେ ପାଠ ପଢି ପାରୁଛନ୍ତି। This platform allow the student to attend the lectures, participate in the discussion, and complete the assignment and collaborative with their peers, and all without the need of physical present in the classroom। ତାମାନେ ଏ ପ୍ରକାର କ୍ଲାସରୁମ୍ ଯୋଉଠି ଲେକ୍ଚର ମାନଙ୍କୁ ଆମେ ଆଟେଣ୍ଡ କରିପାରିବା ଆମେ ଡିସ୍କସନରେ ପାର୍ଟିସିପେଟ କରିପାରିବା ଆସାଇନମେଣ୍ଟରେ ପାର୍ଟିସିପେସନ କରିପାରିବା ସାଙ୍ଗସାଥିଙ୍କ ସହିତ କୋଲାବରେଟ କରି ପାଠ ପଢିପାରିବା ବାକି ଫିଜିକାଲି ନୁହେଁ। ଇଟ୍ ଇଜ ଓନ୍ଲି ଇନ୍ ଦ ଅନଲାଇନ ବେସ୍ଡ ସେଟାକୁ ଆମେ କହୁଛନ୍ତି କଣ ନା ଭର୍ଚୁଆଲ କ୍ଲାସରୁମ୍। So virtual classroom have gained significant popularity due to the ability and support of distance learning जोटी distance माध्यमରେ ପିଲାମାନେ ପାଠ ପଢିପାରିବେ। Provide flexibility and make the education more accessible to the students and regardless of location। କୌଣସି location particularity ନ ଆସିକି online ମାଧ୍ୟମରେ ପାଠ ପଢିପାରିବେ। With the increased use of online education and rise the remote work learning and virtual classroom have become an integral part of education।
ସିଷ୍ଟମ ଆଣ୍ଡ ଫ୍ରମ୍ କେଜି ଟୁ 12 ସ୍କୁଲ ହାୟର ଏଜୁକେସନ ଏଇସବୁ ଜାଗାରେ ଭର୍ଚୁଆଲ କ୍ଲାସରୁମ୍ ସବୁଆଡ଼େ ଚାଲିପାରିବ। ତ ଫିଚର ଅଫ ଭର୍ଚୁଆଲ କ୍ଲାସରୁମ୍ ଆମେ ଜାଣିଛନ୍ତି ଭିଡ଼ିଓ ଆଣ୍ଡ ଅଡ଼ିଓ କମ୍ୟୁନିକେସନ ମାଧ୍ୟମରେ ପିଲାମାନଙ୍କୁ ପଢ଼େଇଥାନ୍ତି। ଲାଇଭ୍ ଚାଟ୍ ଆଉ ଟେକ୍ସଟ ବେକ୍ସଟ ମାଧ୍ୟମରେ ପିଲାମାନଙ୍କୁ ପଢ଼େଇଥାନ୍ତି। ଏଟା ଆରାମସେ ଆପଣ ଭିଡ଼ିଓ ପଜ୍ କରି ପଢ଼ିପାରିବେ, ବହୁତ ହି ସହଜ ବିଷୟ। ପଏଣ୍ଟ ଖାଲି ମନେ ରଖିବାର ଅଛି। ସ୍କ୍ରିନ୍ ସେୟାରିଂ ମାଧ୍ୟମରେ ଆମେ ପିଲାମାନଙ୍କୁ ପାଠ ପଢ଼ଉଛନ୍ତି, ପ୍ରେଜେଣ୍ଟେସନ ଟୁଲ୍ ଦଉଛନ୍ତି, ଯେମିତି ଆପଣ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ପିଲାମାନଙ୍କୁ ପଢ଼େଇ ପାରୁଛନ୍ତି। ଇଣ୍ଟରାକ୍ଟିଭ ହ୍ୱାଇଟ୍ ବୋର୍ଡ ଅଛି ଆପଣଙ୍କର, ସେ ମାଧ୍ୟମରେ ଆପଣ ପାଠ ପଢ଼େଇ ପାରିବେ। ବ୍ରେକ୍ଆଉଟ୍ ରୁମ୍ ଆପଣଙ୍କର ଅଛି, ଯେମିତି ପ୍ରାଇଭେଟ୍ ଭର୍ଚୁଆଲ ସ୍ପେସ୍ ଅଛି, ଯୋଉଠି ଷ୍ଟୁଡିଓ ଟାଇପ୍ର, ସେଠି ଆପଣଙ୍କର ପ୍ରୋଜେକ୍ଟର ଲଗେଇ ପାଠ ପଢ଼େଇ ପାରିବେ। ତାପରେ ରେକର୍ଡେଡ୍ ଆଣ୍ଡ ପ୍ଲେବ୍ୟାକ୍, ଆପଣ ରେକର୍ଡେଡ୍ କ୍ଲାସ୍ ରଖିଛନ୍ତି, ସେଟାକୁ ପ୍ଲେବ୍ୟାକ୍ କରିକି ପଢ଼େଇ ପାରିବେ, ସେଟାକୁ ଭର୍ଚୁଆଲ କ୍ଲାସରୁମ୍ କୁହାହଉଛି। ତାପରେ ଆମେ ଆସାଇନମେଣ୍ଟ, କୁଇଜ୍ ଆଣ୍ଡ ଆସେସମେଣ୍ଟ, ଯୋଉଟାକି ଆମେ ଅନଲାଇନ୍ ବେସ୍ଡରେ ପାଠ ପଢ଼େଇ ମାନେ କରିପାରିବା, ଯୋଉଟାକି ଭର୍ଚୁଆଲି କରିପାରିବା। ଫାଇଲ୍ ସେୟାରିଂ ଆଣ୍ଡ ରିସୋର୍ସେସ୍ ଲାଇବ୍ରେରୀ, ଆମେ କୌଣସି ପିଡିଏଫ୍ ଦରକାର ପଡ଼ୁଛି ଏଜୁକେସନାଲ, ଆମେ ହ୍ୱାଟ୍ସଆପ୍ ବା ଗ୍ରୁପ୍ ମାଧ୍ୟମରେ ସେୟାର କରିକି ପିଲାଙ୍କୁ ଦେଇପାରିବା, ସେଟା ବି ଭର୍ଚୁଆଲିଟି ମେଣ୍ଟେନ୍ କରୁଛି। ଆଟେଣ୍ଡ ଦ ଟ୍ରାକିଂ ଆଣ୍ଡ ଆନାଲାଇଟିକ୍, ଆମେ କୌଣସି ଜିନିଷକୁ ଟ୍ରାକ୍ କରୁଛନ୍ତି, ଆନାଲାଇଟ୍ କରୁଛନ୍ତି, ଦିସ୍ ଇଜ୍ ଅଲସୋ ପାର୍ଟ ଅଫ୍ ଦ ଭର୍ଚୁଆଲ କ୍ଲାସ୍। ବେନିଫିଟ୍ କ'ଣ ନା ଆକ୍ସେସିବିଲିଟି ଆଣ୍ଡ କନଭିନିଏନ୍ସ, ତାମାନେ ଏଇଟା ସମସ୍ତଙ୍କ ପାଇଁ ବେନିଫିଟେଡ୍ ଆଣ୍ଡ ଆକ୍ସେସିବୁଲ, ସମସ୍ତେ ଆକ୍ସେସ୍ ବି କରିପାରିବେ, ସେଥିରେ କୌଣସି ରିଜିଡିଟି ନାହିଁ କି ଭେରିୟର ନାହିଁ। ତାପରେ ଫ୍ଲେକ୍ସିବିଲିଟି ଆଣ୍ଡ କଷ୍ଟମାଇଜେସନ, ତାକୁ ଭଲ ଭାବରେ କଷ୍ଟମାଇଜ କରାଯିବ ଆକର୍ଡିଂ ଟୁ ନିଡ୍ ଅଫ ଦ ଷ୍ଟୁଡେଣ୍ଟ ଆଣ୍ଡ ଫ୍ଲେକ୍ସିବିଲିଟି ନମନୀୟ, ସମସ୍ତେ ବ୍ୟବହାର କରିପାରିବେ। କଷ୍ଟ ଇଫେକ୍ଟିଭ, ଏଠି ଅଧିକ ଖର୍ଚ୍ଚ ହବାର ନାହିଁ, ଡିଫରେଣ୍ଟ ବୁକ୍ସ କିଣିବାର ନାହିଁ, ଡିଫରେଣ୍ଟ ଚାର୍ଜେସ୍ ଦେବାର ନାହିଁ, ଟିଚର ମାନଙ୍କୁ ପେମେଣ୍ଟ ଦେବାର ନାହିଁ, ଆପଣ ଅନଲାଇନରେ ଆରାମସେ ପଢ଼ିପାରିବେ। ତାପରେ ହେଉଛି ଇଣ୍ଟରାକ୍ଟିଭ ଏନଗେଜ ଲର୍ଣ୍ଣିଂ, ପିଲାମାନେ ଇଣ୍ଟରାକ୍ଟିଭ ୱେରେ ଯେତେବେଳେ ମୋବାଇଲ ମାଧ୍ୟମରେ ପାଠ ପଢ଼ିବେ, କମ୍ପ୍ୟୁଟର ମାଧ୍ୟମରେ ପଢ଼ିବେ, ତାଙ୍କୁ ପଢ଼ିବାକୁ ଆହୁରି ଇଚ୍ଛା ହେବ। ଆଉ ଇଣ୍ଟରାକ୍ଟିଭ ଡିଜାଇନରେ ଯେତେବେଳେ ଆପଣ କ୍ଲାସଟା ଦିଆହେଇଥିବ, ଆହୁରି ପାଠ ପଢ଼ିବା ପାଇଁ ଉଦ୍ଦୀପନା ଆସିବ। ରିଏଲ ଟାଇମ୍ କମ୍ୟୁନିକେସନ ଚାଲିବ, ଯେତେବେଳେ ଅନଲାଇନ୍ କ୍ଲାସଟା ରିଏଲ ଟାଇମ୍ ବେସ୍ଡ ଅଛି, ଏଟା ରିଏଲ ଟାଇମ୍ କମ୍ୟୁନିକେସନରେ ଟିଚର ଫିଜିକାଲି ନଥିବେ, କିନ୍ତୁ ଆପଣଙ୍କ ରିଏଲ ଟାଇମରେ ଥିବେ, ଆପଣ ଇମିଡିଏଟ୍ ଫିଡବ୍ୟାକ୍ ପାଇପାରିବେ। ଏଟା ଗୋଟେ ବଡ଼ ଡିଫରେନ୍ସ ବିଟୱିନ୍ ଦ ରିଏଲ ଟାଇମ୍ କମ୍ୟୁନିକେସନ ଆଣ୍ଡ ରେକର୍ଡେଡ୍ କମ୍ୟୁନିକେସନ, ହେଲା। ତାପରେ ହେଉଛି କ'ଣ, ଏନହାନ୍ସ ଦ କୋଲାବରେସନକୁ ଏନହାନ୍ସ କରିପାରିବେ, ପିଲାଙ୍କ ଭିତରେ ଡିଷ୍ଟାନ୍ସ ଥାଇ ବି ତାଙ୍କ ଭିତରେ ଟିମ୍ ୱାର୍କ କରିପାରିବେ, ହେଲା। ସ୍କେଲେବିଲିଟି କ'ଣ ନା ଆପଣ ଇଜିଲି ସମସ୍ତେ ଏକୁ ଆଡପ୍ଟ କରିପାରିବେ, ଏଜୁକେସନାଲ ଷ୍ଟ୍ରକ୍ଚର ବା ଇନଷ୍ଟ୍ରକ୍ସନକୁ ଫଲୋ କରାଯାଏ, ଆଉ ଏଟାକୁ ଏନହାନ୍ସ କରାଯାଏ। ତାପରେ ହେଲା ଚ୍ୟାଲେଞ୍ଜେସ୍, କ'ଣ ଟେକ୍ନିକାଲ ଇସ୍ୟୁ ହେଇପାରେ, ଟେକ୍ନିକାଲ ଇସ୍ୟୁ ଯଦି ଥିବ, ସେ ଜାଗାରେ ଆଉ ଆପଣଙ୍କର କମ୍ୟୁନିକେସନ ହେଇପାରିବ ନାହିଁ, ଆଉ ଆପଣଙ୍କର ଭର୍ଚୁଆଲ କ୍ଲାସରୁମ୍ ମେଣ୍ଟେନ୍ କରିପାରିବେନି। ଲେକ୍ ଅଫ୍ ପର୍ସନାଲ ଇଣ୍ଟରାକ୍ସନ, ଏଠି ଆପଣ ପର୍ସନାଲି ଆପଣ କାହାକୁ ଚିହ୍ନି ପାରିବେନି, କାହିଁକିନା ଆପଣ ଡିଷ୍ଟାନ୍ସରେ ରହି ଘରେ ବସିକି କ୍ଲାସ୍ କରୁଛନ୍ତି, ସମସ୍ତେ ସମସ୍ତଙ୍କ ସହିତ ଚିହ୍ନି ପାରିବେନି। ଟାଇମ୍ ଜୋନ୍ ଡିଫରେନ୍ସ, ଆପଣ କୋଉଠି ବି ଥାଇପାରନ୍ତି, ଇଣ୍ଟରନେଟ୍ ମାଧ୍ୟମରେ ଯେକୌଣସି ପୃଥିବୀର ଜାଗାରେ ଆପଣ କ୍ଲାସ୍ କରିପାରିବେ, ଯୋଉଠି ଇଣ୍ଟରନେଟ୍ ମହଜୁଦ ଥିବ। ଏନଗେଜମେଣ୍ଟ ଆଣ୍ଡ ମୋଟିଭେସନ ଏଠି ଚାଲିଥାଏ, ବିଭିନ୍ନ ପ୍ରକାର ପିଲାମାନଙ୍କୁ ଏନଗେଜ କରାଯାଏ, ମୋଟିଭେଟେଡ୍ କରାଯାଏ। ତ ଏହା ହେଉଛି ଆପଣଙ୍କର ଏଇ କ୍ୱେଶ୍ଚନର ଜିଷ୍ଟ। ତ ଆରାମସେ ଆପଣ ଡିସ୍କସ୍ କରି ଏଟାକୁ ଆପଣ ବୁଝିପାରିଥିବେ। ଏଠି ଆପଣଙ୍କର ରହିଛି କନକ୍ଲୁଜନ, ନିଜେ ଡିରାଇଭ୍ କରିବେ କିମ୍ବା ଭିଡ଼ିଓ ପଜ୍ କରି ପଢ଼ିପାରିବେ। ନେକ୍ସଟ କ୍ୱେଶ୍ଚନକୁ ଆସିବା। ନେକ୍ସଟ କ୍ୱେଶ୍ଚନ କ'ଣ କହୁଛି ନା, ହ୍ୱାଟ ଇଜ୍ ଦ ମିଟ୍ ବାଇ ଓପନ ଏଜୁକେସନାଲ ରିସୋର୍ସେସ୍ OER, ରାଇଟ୍ ଇଜ୍ ମେରିଟ୍ସ ଆଣ୍ଡ ଡିମେରିଟ୍ସ। ଓପନ ଏଜୁକେସନାଲ ରିସୋର୍ସ କାହାକୁ କହିବା ଆମେ ଜାଣିବା। ତ open education resources OER refers to the teaching, learning and resource material that are freely available for anyone use adopt and share। ତା ମାନେ OER ହେଉଛି open education resources, ଯୋଉଟା କି ସମସ୍ତ ପାଇଁ ଫ୍ରି, ସମସ୍ତେ adopt କରିପାରିବେ ଆଉ share କରିପାରିବେ। These resources typically published under the open license such as the Creative Commons, allowing use the legal access and modify and distribute the content without having any pay for it। ତାମାନେ ଆପଣ ଯେମିତି ମୁଁ ଏଇ କ୍ଲାସଟା ଆପଣଙ୍କୁ ଦଉଛି, ଆପଣଙ୍କୁ ୟୁଟ୍ୟୁବରେ ଅପଲୋଡ କରିଛି, ଆପଣ ୟୁଟ୍ୟୁବରେ ଏଟାକୁ ପଢୁଛନ୍ତି, ସେଥିପାଇଁ ନା ଆପଣଙ୍କୁ କୌଣସି ପେ କରିବାକୁ ପଡୁଛି ନା ମତେ କୌଣସି ପେ କରିବାକୁ ପଡୁଛି। ଦ୍ୟାଟ୍ ଇଜ ଓପନ ଏଜୁକେସନାଲ ରିସୋର୍ସେସ୍। ତ ଅନଲାଇନ ପ୍ଲାଟଫର୍ମ ଆପଣଙ୍କୁ କ'ଣ ଦଉଛି, ଆଇସିଟି କ'ଣ ଦଉଛି, ଓପନ ଏଜୁକେସନାଲ ରିସୋର୍ସେସ୍ ଦଉଛି। ଆପଣ କୌଣସି ପିଡିଏଫ୍ ଡାଉନଲୋଡ କରିବାକୁ ଚାହୁଁଛନ୍ତି, କୌଣସି ଟପିକ ରିଲେଟେଡ୍, ଆପଣଙ୍କୁ ଗୁଗଲ ଆରାମସେ ଆପଣଙ୍କୁ ଦେଇଦେବ। ଚାଟ୍ ଜିପିଟି ଯୋଉଟାକି ଅଛି ଏଆଇ, ସେଠି ବି ଆପଣଙ୍କୁ ଆପଣ ଟାଇପ କରନ୍ତୁ, ଆପଣଙ୍କୁ ଆନ୍ସର ଆପଣ ପାଇଯିବେ। ତ ଦୋଜ ଆର୍ ଦ ଓପନ ଏଜୁକେସନାଲ ରିସୋର୍ସେସ୍, ଯାହାଦ୍ୱାରା ପିଲାମାନେ ଆରାମସେ ପାଠ ପଢିପାରିବେ। ତ OER can include the variety of materials such as textbook, lecture notes, assignment, quiz, audio and video lectures, other digital learning resources ଆମେ ଏହା କହୁଛନ୍ତି। So OER have gained significant importance in modern education
and they offer alternative traditional educational resources that are often costly or restricted by the copyright law. तो copyright law ଦୃଷ୍ଟିରୁ ଏଟା restricted ହେଇପାରେ या problematic ହେଇପାରେ. By providing open access to the high quality of educational content, OER can help to improve the educational level, promote the lifelong learning, and support the inclusive and suitable learning environment. ତା ମାନେ ଯେତେବେଳେ ଆମେ OER କଥା କହୁଛନ୍ତି, OER improve କରିବ educational at all level କୁ improve କରିପାରିବ, କାହିଁକିନା ଏଟା ଆପଣଙ୍କୁ ଗୋଟେ resources ମିଳିଯାଉଛି ଆପଣଙ୍କୁ free of cost ରେ ଆପଣ online base ରେ. ତ ପ୍ରଥମେ key characteristic of online educational resources କ'ଣ? ନା ଆପଣ free and accessibility ଆମର ରହୁଛି, ଏଠି ଆପଣଙ୍କୁ କୌଣସି ଚାର୍ଜେସ୍ ଦେବାକୁ ପଡୁନାହିଁ, ଏଟାକୁ ମନେ ରଖିଥାନ୍ତୁ. ତାପରେ ଓପନ୍ ଲାଇସେନ୍ସିଂ, କାହା ପାଇଁ ରେଷ୍ଟ୍ରିକ୍ସନ୍ ନାହିଁ, ହେଲା. ତାପରେ ଆଡାପ୍ଟେବିଲିଟି, ସମସ୍ତେ ଗ୍ରହଣଯୋଗ୍ୟ, କାହିଁକିନା ସମସ୍ତେ ପସନ୍ଦ କରିବେ, କାହିଁକିନା ଏଟା ସିଷ୍ଟମାଟାଇଜ ଥାଏ ଆଉ ପିଲାମାନଙ୍କ ରିକ୍ୱାରମେଣ୍ଟକୁ ଫୁଲଫିଲ୍ କରୁଥିବାର ୟାର ସିଷ୍ଟମାଟାଇଜ ଥାଏ. ତାପରେ କୋଲାବୋରେସନ ଆଣ୍ଡ ସେୟାରିଂ, ଯୋଉଟାକି ଆମେ ନିଜେ ସମ୍ମିଳିତ ଭାବରେ ପଢିପାରିବା ବା କାହାକୁ ସେୟାର ବି କରିପାରିବା. ମେରିଟ୍ସ କ'ଣ? କଷ୍ଟ ଇଫେକ୍ଟିଭ ଏଜୁକେସନ, ଏଥିପାଇଁ କୌଣସି ଚାର୍ଜେସ୍ ଦେବାକୁ ପଡୁନି, କଷ୍ଟ ଇଫେକ୍ଟିଭ, ଆପଣ ଆରାମସେ ଭିଡ଼ିଓ ପଜ୍ କରି ଏଗୁଡ଼ା ପଢିପାରିବେ. ଇନକ୍ରିଜ୍ ଇନ୍ ଦ ଆକ୍ସେସ୍ ଆଣ୍ଡ ଇନକ୍ଲୁସିଭିଟି, ତାମାନେ ଆପଣଙ୍କର ଯଦି ଏଟା କଷ୍ଟ ଇଫେକ୍ଟିଭ ନୁହେଁ, କୌଣସି କଷ୍ଟ ଦଉନାହାନ୍ତି, ଫ୍ରିଲି ଆଭେଲେବୁଲ ଅଛି, କୌଣସି ରେଷ୍ଟ୍ରିକ୍ସନ ନାହିଁ, ତ ସମସ୍ତେ ଇନକ୍ରିଜ୍ ଆକ୍ସେସ୍ ତ ଏକୁ ବ୍ୟବହାର କରିବେ ତ ସମସ୍ତେ ନା. ତାପରେ ଫ୍ଲେକ୍ସିବିଲିଟି ଆଣ୍ଡ କଷ୍ଟମାଇଜ, ଏଠି ଫ୍ଲେକ୍ସିବିଲିଟି ହେଇପାରିବ, ତାକୁ କଷ୍ଟମାଇଜ ବନେଇ ପାରିବା ଆମେ ଭଲ ଭାବରେ, ଫାଇଲକୁ ଅପଲୋଡ କରିପାରିବା. ପ୍ରମୋଟ ଦ କୋଲାବୋରେସନ ଆଣ୍ଡ ଇନୋଭେସନ, ଏଠି ଇନୋଭେସନ କିଛି ଚାଲିବ, ଏଠି ସମ୍ମିଳିତ ଭାବରେ ପିୟର ଟୁ ପିୟର ଟିମ୍ ୱାର୍କ ମାଧ୍ୟମରେ ଆପଣ କରିପାରିବେ. ତାପରେ ସପୋର୍ଟ ଫର ଦ ଲାଇଫ ଲଙ୍ଗ ଲର୍ଣ୍ଣିଂ, ଏଟା ସମସ୍ତଙ୍କୁ, ଏଟା ଇଣ୍ଟରାକ୍ଟିଭ ହେଲା ମାନେ ପିଲାମାନେ ସବୁଦିନ ପାଇଁ ଏ ଲର୍ଣ୍ଣିଂ ସିଷ୍ଟମଟାକୁ ମନେ ରଖିଥିବେ. ଗ୍ଲୋବାଲ ଆକ୍ସେସ୍ କ୍ୱାଲିଟି ଏଜୁକେସନ, ସମସ୍ତେ ଏ ଜଗତରେ ଯେତେ ଲୋକ ଅଛନ୍ତି ତାକୁ ଆକ୍ସେସ୍ କରିପାରିବେ. ଯେମିତି ମୁଁ ଏ ଭିଡ଼ିଓ ଛାଡ଼ିଦେଲି, ଏ ଭିଡ଼ିଓ ଆପଣ ପୃଥିବୀର ଯେକୌଣସି କୋଣରେ ବସିକି ଆପଣ ଇଣ୍ଟରନେଟ କନେକ୍ସନ ଥିବ କରିପାରିବେ. କଣ୍ଟିନ୍ୟୁଅସ୍ ଇମ୍ପ୍ରୁଭମେଣ୍ଟ ଆଣ୍ଡ ଅପ୍ ଟୁ ଡେଟ୍ କଣ୍ଟେଣ୍ଟ, ତାମାନେ କଣ୍ଟେଣ୍ଟଟା ଆପଣଙ୍କର ଅପ୍ ଟୁ ଡେଟ୍ ହବା ଦରକାର ଆଉ କଣ୍ଟିନ୍ୟୁଅସ୍ ଇମ୍ପ୍ରୁଭମେଣ୍ଟ ବି ହବା ଦରକାର. ତ those are the merits and last one is the demerits. Demerits କ'ଣ? ନା demerits କ'ଣ? ନା କ୍ୱାଲିଟି କଣ୍ଟ୍ରୋଲ ଆଣ୍ଡ ରିଲାଏବିଲିଟି, ଏଟାକୁ ମେଣ୍ଟେନ କରିବା, ଟିକେ କ୍ୱାଲିଟି ସବୁବେଳେ ଠିକ ରହିବ ତାର କିଛି ମାନେ ନାହିଁ, ରିଲାଏବିଲିଟି ରହିବ ସବୁବେଳେ ତାର କିଛି ମାନେ ନାହିଁ. ଲେକ୍ ଅଫ୍ ସପୋର୍ଟ ଅଫ ଟ୍ରେନିଂ ଯଦି ନଥିବ, ତାମାନେ ଅନଲାଇନ ଏଜୁକେସନାଲ ରିସୋର୍ସେସ୍ ପ୍ରୋଭାଇଡ କରିବା ବା ତାକୁ ଡାଉନଲୋଡ କରିବା ବା ଆମେ ତାକୁ ପାଇପାରିବା, ଟିକେ କଷ୍ଟସାଧ୍ୟ ହବ. ତାପରେ ଫ୍ରାଗମେଣ୍ଟେସନ ଆଣ୍ଡ କମ୍ପାଟିବିଲିଟି ଇସ୍ୟୁସ୍, ତାମାନେ ଯେକୌଣସି ଆପଣ ଗୋଟେ କଣ୍ଟେଣ୍ଟ ଖୋଜୁଛନ୍ତି, ସେଟା ଆପଣ ସଠିକ ଭାବରେ ଇନଫର୍ମେସନ ପାଉନାହାନ୍ତି, ଏଟା ଗୋଟେ ଆପଣ ପ୍ରୋବ୍ଲେମ ରହୁଛି. ତାପରେ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି କର୍ନର୍ସ ରହୁଛି. ତାପରେ ଆପଣଙ୍କର ଏଠି କ'ଣ ରହୁଛି, ଯେହେତୁ ଏଠି ଆପଣଙ୍କର ଫ୍ରି ୟୁଜେସ୍ ରହୁଛି, ଆପଣଙ୍କ ଏଆଇ କ'ଣ କରୁଛି, ଆପଣଙ୍କୁ ଜାଣି ନେଉଛି, ଆପଣ ଏଇଟା ଆପଣ ଗୁଗଲରେ ଦେଖିବେ ବା ଆପଣ ୟୁଟ୍ୟୁବରେ ଦେଖିବେ, ଗୋଟେ ଜିନିଷ ସର୍ଚ୍ଚ କରିବେ, ସେଇ ରିଲେଟେଡ ଭିଡ଼ିଓ ଆପଣଙ୍କୁ ଆସୁଥିବ, ତାପରେ ଆପଣ ଜାଣିଦେବେ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି କର୍ନର୍ସ ରହୁଛି, ଏଠି ଆପଣଙ୍କୁ ଫଲୋ କରାଯାଉଛି. ତାପରେ ଇଣ୍ଟରନେଟ ଆକ୍ସେସ୍ ଆଣ୍ଡ ଟେକ୍ନୋଲୋଜିକାଲ ବ୍ୟାରିୟର, ବେଳେବେଳେ ଇଣ୍ଟରନେଟ ଯଦି ନଥିବ, ଆପଣ ବର୍ଷା ପାଗ ହେଇଥିବ ବା ନେଟୱାର୍କ କଟିଥିବ, ସେ ଜାଗାରେ ଆପଣ କିଛି ବେନିଫିଟ୍ ପାଇବେନି. ତାପରେ ପୋଟେନ୍ସିଆଲ ଓଭରଲୋଡ ଇନଫର୍ମେସନ, ଆପଣ ଗୋଟେ ଇନଫର୍ମେସନ ଟିକେ ଅଳ୍ପ ଖୋଜିବେ, ଏଠି ଅଧିକ ଇନଫର୍ମେସନ ଆପଣଙ୍କୁ ଦେଖେଇଲା, ଯୋଉଟା ଆପଣ ଆବଶ୍ୟକତା ନାହିଁ. ଲେକ୍ ଅଫ୍ ଆକ୍ରିଡେସନ ଅର ରେକଗ୍ନିସନ, ବେଳେବେଳେ ରେକଗ୍ନିସନ ଆଉ ଆମେ ତାକୁ ଠିକ କରିବାକୁ ଉଦ୍ଦେଶ୍ୟ ପ୍ରୋବ୍ଲେମଟାକୁ ଠିକ କରିବାକୁ ଚାହିଁବା ବେଳେବେଳେ ହୁଏ ନାହିଁ, ହେଲା. ତ ଏଇଟା ହେଉଛି କ୍ୱେଶ୍ଚନର ଡିସ୍କସନ, ଆପଣ ଆରାମସେ ଏଠି କନକ୍ଲୁଜନକୁ ଭିଡ଼ିଓ ପଜ୍ କରି ଡିରାଇଭ୍ କରିପାରିବେ ବା ନିଜେ ଆପଣ ଯଦି କନସେପ୍ଟ କ୍ଲିୟର ଅଛନ୍ତି, ଆପଣ ଆରାମସେ ଏ କନସେପ୍ଟଟାକୁ ଆପଣ ବୁଝିପାରିବେ ବା ଆପଣ କନକ୍ଲୁଜନଟାକୁ ଲେଖିପାରିବେ. ତ ଲାଷ୍ଟ କ୍ୱେଶ୍ଚନ ହେଉଛି 5 ନମ୍ବର, ଯୋଉଟାକି ଆମେ ରାଇଟ୍ ଆବାଉଟ୍ ଦ ୱେବ୍ 2.0 ବା 2.0 ଆମେ କହିଥାନ୍ତି, ଟେକ୍ନୋଲୋଜିସ୍ ଆଣ୍ଡ ରାଇଟ୍ ଇଟ୍ସ କ୍ୟାରେକ୍ଟରିଷ୍ଟିକ୍ସ ଆଣ୍ଡ ଟାଇପ୍ସ ବିଷୟରେ ଆମେ ଡିସ୍କସ୍ କରିବା. ତାମାନେ ଆପଣଙ୍କର ଯୋଉ ଏଇ କ୍ୱେଶ୍ଚନଟା ଦେଖିବେ, 2.0 କହୁଛନ୍ତି କିମ୍ବା 2.0 ବି କୁହନ୍ତି, ତ ଇଏ ୱେବକୁ ଆମେ କ'ଣ କହୁଛନ୍ତି, ଏ ବିଷୟରେ ଆମେ ଜାଣିବା. ୱେବ୍ 2.0 ଯୋଉଟାକି ହେଉଛି ଇମ୍ପ୍ରୁଭ ଭର୍ଜନ ଅଫ୍ ୱେବ୍ 1.0 and it is the characterized specifically by the changing from static HTML hypertext markup language ଆମେ କହୁଛନ୍ତି, ଯୋଉଟାକି ଆପଣଙ୍କର ଷ୍ଟାଟିକ ଥିଲା ୱେବ୍ 1.0ରେ ବା 1.0ରେ, ଯୋଉଟାକି ବର୍ତ୍ତମାନ ଆପଣଙ୍କର 2.0 ବା 2.0ରେ ଏଇଟା ହେଇଯାଇଛି କ'ଣ, ନା ଆପଣଙ୍କର ଡାଇନାମିକ ହେଇଯାଇଛି. ଆପଣ ଯେକୌଣସି ୱେବରେ ଆପଣଙ୍କର ବା କୌଣସି ହାଇପରଲିଙ୍କରେ ଦେଖିବେ, ଆପଣ ଯେକୌଣସି ଜାଗାରେ ଆପଣ କ'ଣ କରୁଛନ୍ତି ନା
ଟାଇପ୍ କରିପାରୁଛନ୍ତି। କିନ୍ତୁ ପୂର୍ବରୁ ଥିଲା ୱେବ୍ 1.0 ରେ ଯୋଉଟାକି ଥିଲା ଆପଣ ଗୁଗଲ ଖୋଲି ଦିଅନ୍ତୁ, ସେଠି ଆପଣଙ୍କର ଟାଇପିଂ କରିବାର ମାନେ ଆପଣ କୌଣସି ଜିନିଷକୁ ଆପଣ ଫିଡବ୍ୟାକ୍ ଦେଇପାରିବେନି, ଆପଣ କମେଣ୍ଟ କରିପାରିବେନି। ଏଟା ଷ୍ଟାଟିକ୍ ଥିଲା। ବର୍ତ୍ତମାନ ଯୋଉ ଆପଣଙ୍କ ହାଇପରଟେକ୍ସଟ ମାର୍କଅପ୍ ଲାଙ୍ଗୁଏଜ ଅଛି HTML, ଯେତେବେଳେ ଆପଣ ଡାଇନାମିକ୍ ଆପଣ ନିଜେ ଟାଇପ୍ କରିପାରିବେ, ଫିଡବ୍ୟାକ୍ ଦେଇପାରିବେ, ଆପଣ କୌଣସି କଣ୍ଟେଣ୍ଟକୁ ପୁଟ୍ କରିପାରିବେ, ସେଟାକୁ ବୁଝଉଛି। ସେଇଥିପାଇଁ କୁହାଯାଏ ଏଟା ହଉଛି ଷ୍ଟାଟିକ୍ ଟୁ ଡାଇନାମିକ୍ ପ୍ରୋସେସ୍ ବା ଡାଇନାମିକ୍ ୱେବ୍ ଆମେ କହୁଛନ୍ତି। ସୋ ଇଟ୍ ଡେସ୍କ୍ରାଇବ୍ ଦ ୱାର୍ଲଡ ୱାଇଡ୍ ସାଇଟ୍ ଆମେ ଯୋଉ କହୁଛନ୍ତି WWE ବା www ସାଇଟ୍‌ରେ ଆମେ କଣ କରୁଛନ୍ତି ନା ଯେକୌଣସି ଆପଣ ଖୋଲୁଛନ୍ତି ୱେବସାଇଟ୍ ଯୋଉଟାକି ଆମେ କହୁଛନ୍ତି ସେଠି ଆପଣ ଆଗରୁ ଥିଲା ୱେବ୍ 1.0 ରେ ଷ୍ଟାଟିକ୍ ଫର୍ମାଟରେ, ବର୍ତ୍ତମାନ ୱେବ୍ 2.0 ରେ ଏଟା ହଉଛି କଣ ନା ଆପଣଙ୍କର ଡାଇନାମିକ୍ ଫର୍ମାଟ ବା ଆପଣ କିଛି ବି ଟାଇପ୍ କରିପାରିବେ। କିଛି ବି ଆପଣ ଜିନିଷକୁ ଆପଣଙ୍କ ହିସାବରେ ପୁଟ୍ କରିପାରିବେ, ସେଟାକୁ ଆମେ ବୁଝୁଛୁ। ଯେମିତି ୱିକିପିଡିଆ ହଉ, ବ୍ଲଗ୍ସ ହଉ, ଏଗୁଡାକ ଆପଣଙ୍କର ଏବେ ଯୋଉଟାକି 2.0 ର ଆପଣଙ୍କର ହଉଛି ସିଷ୍ଟମାଟିକଲି ସେଠି ଆପଣଙ୍କର ଦିଆହେଇଛି ୱିକିପିଡିଆରେ ହଉ ବା ଆପଣଙ୍କର ବ୍ଲଗ୍ସ ହଉ ବା ସୋସିଆଲ ମିଡିଆ ହଉ, ଯୋଉଠି ଆପଣ କମେଣ୍ଟ କରିପାରୁଛନ୍ତି। So ଆମେ କଣ କହୁଛନ୍ତି ନା ୱେବ୍ 2.0 is a term that refers to the second generation of WWW, World Wide Web. এটা second generation ବୋଲି କୁହାହଉଛି and characterized by the shift from web content is created. କିପରି ୱେବ୍ ର କଣ୍ଟେଣ୍ଟ ଟା କ୍ରିଏଟ୍ କରାଯାଇଛି and ସେୟାର କରିହଉଛି ଆଉ କନଜ୍ୟୁମ କରିହଉଛି। Unlike 1.0 ଯୋଉଟା 1.0 କହୁଛନ୍ତି which are largely static, ଯୋଉଟା କଣ ଥିଲା static and 2.0 ବା 2.0 ଟା ଆପଣଙ୍କର introduced by the more dynamic, ଏଠି ଟିକେ ପରିବର୍ତ୍ତନଶୀଳ ହେଇଛି, ଇଣ୍ଟରାକ୍ଟିଭ ହେଇଛି ଆଉ ୟୁଜର ଡ୍ରିଭେନ କଣ୍ଟେଣ୍ଟ ଯୋଉଠି ୟୁଜର ମାନେ ଯୋଉମାନେ ୟୁଜ କରୁଛନ୍ତି ଆପଣଙ୍କ ୱେବ୍ ଟା ସେ ଜାଗାରେ ତାଙ୍କୁ ସୁବିଧା ମିଳିପାରୁଛି, ତାଙ୍କ ଇଚ୍ଛାରେ ସେ ସେଠି କମେଣ୍ଟ ଦେଇପାରୁଛନ୍ତି, ଚେଞ୍ଜେସ୍ କରିପାରୁଛନ୍ତି। This evolution marked with a significant transformation in the way of people interact with the websites and service online and giving rise to the new opportunity of collaboration, social interaction, user generated content, and the develop the web 2.0 technology played a crucial role in the changing of digital landscape and paving the way for the social media platform, blogs and wikis, wikipedias and cloud computing। ହଁ ତ ଏ କ୍ଷେତ୍ରରେ ଇଏ ଗୋଟେ ବହୁତ କିଛି ଇମ୍ପ୍ରୁଭମେଣ୍ଟ ଆଣିଛି ଯୋଉଟାକି 2.0 ବୋଲି ଆମେ କହୁଛନ୍ତି, ଯୋଉଠି ଆମେ ଅନଲାଇନ କୌଣସି କାମ ହଉ, ଆମେ କୋଲାବୋରେସନ ୱାର୍କ ହଉ, ସୋସିଆଲ ଇଣ୍ଟରାକ୍ସନ ହଉ, ୟୁଜର ଜେନେରେଟେଡ କଣ୍ଟେଣ୍ଟ ଆମେ ଦଉଛନ୍ତି, ଯେମିତି ମୁଁ ଆପଣଙ୍କୁ ଦଉଛି ଏ କଣ୍ଟେଣ୍ଟଟା, ଏ ସବୁର ବେନିଫିଟ ହଉଛି 2.0 ର କରାମତି, ଯୋଉଠି ଆପଣ କମେଣ୍ଟ କରିପାରୁଛନ୍ତି ମୋ ଭିଡିଓରେ, ସେୟାର କରିପାରୁଛନ୍ତି, ଏ ସବୁ ଗୁଡାକ ହଉଛି ଲାଇକ୍ କରିପାରୁଛନ୍ତି, ଏ ସବୁ ହଉଛି 2.0 ର ଆପଣଙ୍କର ଭୂମିକା। ତ ଏଇଟାକୁ ଆମେ କହୁଛନ୍ତି 2.0। ବର୍ତ୍ତମାନ ତ ଆପଣଙ୍କର 3.0 ବି ଆସିଲାଣି ହେଲା, ସେଟା ଆହୁରି ଇମ୍ପ୍ରୁଭ, ତାର ମୁଁ ଆପଣଙ୍କୁ ବି ଇନଫର୍ମେସନ ଦେଇଦେବି। ତ କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ୱେବ୍ 2.0 ର ଟେକ୍ନୋଲୋଜି କଣ ନା ୟୁଜର ଜେନେରେଟେଡ କଣ୍ଟେଣ୍ଟ, ଯୋଉଠି ଆପଣଙ୍କର ଷ୍ଟାଟିକ ଯୋଉ ଫର୍ମାଟ ଥିଲା ଯୋଉଟା କି ୱେବ୍ 1.0, ସେଠି ଆପଣଙ୍କର ଯାହା ଗୁଗଲ ଆପଣଙ୍କୁ ଯାହା ଫ୍ୟାସିଲିଟିସ୍ ଦବ ବା ୱେବ୍ ଆପଣଙ୍କୁ ଯାହା ଫ୍ୟାସିଲିଟି ଦବ, କିନ୍ତୁ ଏଠି ଆପଣଙ୍କର ୟୁଜର ମାନେ ବି ନିଜର କମେଣ୍ଟ ଦେଇପାରିବେ, ଯେମିତି କି ୟୁଟ୍ୟୁବ ହଉ, ୱିକିପିଡିଆ ହଉ, ଫେସବୁକ୍ ହଉ, ଯୋଉଠି ସେଠି କଣ have enabled the ordinary users to contribute their share and ideas, ଭିଡିଓ ଆର୍ଟିକଲ ନିଜେ ବି ଆମେମାନେ ବି ସେୟାର କରିପାରୁଛନ୍ତି। ମୁଁ ଯେମିତି ଆପଣଙ୍କୁ ଭିଡିଓଟା ବନଉଛି ଆପଣଙ୍କୁ ସେୟାର କରିପାରୁଛି ନା, ସେଥିପାଇଁ ଆମେ ୟାକୁ କହୁଛନ୍ତି କଣ ନା ୟୁଜର ଜେନେରେଟେଡ କଣ୍ଟେଣ୍ଟ। ତାପରେ ହଉଛି କଣ ଇଣ୍ଟରାକ୍ଟିଭ ଆଣ୍ଡ କୋଲାବୋରେସନ, ଯୋଉଠି ଲୋକମାନେ ବା ପିଲାମାନେ ରିଅଲ ଟାଇମ ଡିସ୍କସନ କରିପାରୁଛନ୍ତି, ରିଅଲ ଟାଇମରେ ପାଠ ପଢି ପାରୁଛନ୍ତି। ଯେମିତିକି ଫେସବୁକରେ ଆପଣଙ୍କର ଭିଡିଓ କରିପାରୁଛନ୍ତି, ଟ୍ୱିଟର ଆପଣଙ୍କର ଯୋଉ ଲାଇଭ ଭିଡିଓ ଯୋଉଟା କୁହାଯାଏ ସେଟା ବି କରିପାରୁଛନ୍ତି, ପୋଷ୍ଟ କରିପାରୁଛନ୍ତି, ସେଟା ଇଣ୍ଟରାକ୍ଟିଭ ଆଣ୍ଡ କୋଲାବୋରେସନ ବୋଲି ଚାଲିଛି। ରିଚ୍ ୟୁଜର ଏକ୍ସପିରିଏନ୍ସ, ତ ଏଠି ସମସ୍ତେ ଯେତେବେଳେ ନିଜର ସ୍ୱାଧୀନତା ମିଳିଯିବ ଆପଣଙ୍କର ୟୁଜର ମାନଙ୍କୁ, ସେତେବେଳେ ତ ଆପଣଙ୍କର ଏକ୍ସପିରିଏନ୍ସ ଟା ରିଚ୍ ହବ ନା। ତାପରେ ହଉଛି କଣ ସୋସିଆଲ ନେଟୱାର୍କିଂ ଆଣ୍ଡ ସୋସିଆଲ ମିଡିଆ ଇଣ୍ଟିଗ୍ରେସନ ଏଠି ଭଲ ଚାଲେ, କାହିଁକିନା ଏଟା ହଉଛି ୱେବ୍ 2.0, ଯୋଉଠି ପିଲାମାନେ ସୋସିଆଲ ନେଟୱାର୍କିଂ ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ, ଲିଙ୍କଡଇନ୍ ଏଗୁଡା ସବୁ ତାର ପିଲାମାନେ ବା ଆପଣଙ୍କର ୟୁଜର ମାନେ ତାକୁ ୟୁଜ କରିଥାନ୍ତି। ଏଟା ହଉଛି ବେନିଫିଟ୍ସ ଫ୍ରମ ଦ 2.0। ତାପରେ ହଉଛି କ୍ଲାଉଡ କମ୍ପ୍ୟୁଟିଂ। କ୍ଲାଉଡ କମ୍ପ୍ୟୁଟିଂ କଣ ନା କ୍ଲାଉଡ କମ୍ପ୍ୟୁଟିଂ ଏମିତି ଗୋଟେ ପ୍ରୋସେସ ଯୋଉଠି ଗୁଗଲ ଡ୍ରାଇଭ ଅଛି ଆପଣ ଜାଣିଛନ୍ତି ବା ଡ୍ରପ୍ ବକ୍ସ ଅଛି, ଯୋଉଠି ଆପଣ ଗୁଗଲ ଡ୍ରାଇଭରେ ଆପଣଙ୍କର କଣ ରହୁଛି ନା ଆପଣଙ୍କର ଷ୍ଟୋରେଜ ରହୁଛି, ଯୋଉଠି ଆପଣଙ୍କ ଇମେଲର ମେସେଜ ହଉ, ଫଟୋଜ ଆପଣଙ୍କର ଗ୍ୟାଲେରୀର ଫଟୋଜ ହଉ, ଇମ୍ପୋର୍ଟାଣ୍ଟ ଫଟୋଜ ହଉ, ଏଗୁଡା ସବୁ ଆପଣ ଷ୍ଟୋର ହେଇକି ରହିପାରୁଛି। ଏଟା ବି 2.0 ର ଫ୍ୟାସିଲିଟିସ୍, 1.0 ରେ ଏଟା ନଥିଲା। ତାପରେ ଆ, ଇଏ ଫକ୍ସମି ବା ଟେଗିଂ ଯୋଉଟାକି ଆମେ କହୁଛନ୍ତି, ଟେଗିଂ କରିବା କାହାକୁ ବା ଆମେ କାହାକୁ କିଛି ଗୋଟେ କ୍ୟାଟେଗୋରାଇଜ କରିକି ଆମେ ଜିନିଷଟାକୁ ଆଇଡେଣ୍ଟିଫାଇ କରୁଛନ୍ତି, ଫଟୋ ସେୟାରିଂ ହଉ,
ଦେଖିବେ ଆପଣଙ୍କର କମେଣ୍ଟ ସେକ୍ସନ ଆପଣ ଫଟୋ ବି ମିମ୍ସ ବା ଆପଣଙ୍କର ଇମୋଜିସ୍ ବି ଆପଣ ଦେଇପାରୁଛନ୍ତି। ଦ୍ୟାଟ୍ ଇଜ୍ ଆମେ କହୁଛନ୍ତି ଟ୍ୟାଗିଂ ବା ଆମେ କୌଣସି କାହାକୁ ଟ୍ୟାଗ୍ କରିକି ଯେମିତିକି ଆମେ ଫେସବୁକରେ ଆମେ କିଛି ଗୋଟେ ଇନଫର୍ମେସନ ଦଉଛନ୍ତି, କାହାକୁ ଆମେ ଟ୍ୟାଗ୍ କରିବା, କାହାକୁ ଆମେ ମାଧ୍ୟମରେ ପ୍ରୋଭାଇଡ କରିପାରିବା, ଆହୁରି ଲୋକଙ୍କୁ ଜଣାଇ ପାରିବା, ସେଇଟା ହଉଛି ଟ୍ୟାଗିଂ। ତାପରେ ହଉଛି ଓପନ୍ ଆପ୍ସ ବା ମ୍ୟାସଅପ୍ସ ହଉଛି ଆପଣ କଣ ୱେବ୍ 2.0 ରେ ଆମେ ସେୟାରଟା ଆହୁରି ଅଧିକ ମାତ୍ରାରେ କରିପାରୁଛନ୍ତି। ହଁ, ଗୁଗଲ ମ୍ୟାପ୍ କ୍ଷେତ୍ରରେ ହଉ ଆମେ କଣ କରୁଛନ୍ତି ଜିନିଷଟାକୁ ଆମେ ଜାଣିପାରୁଛନ୍ତି। ଏ ସବୁ 2.0 ର କରାମତି। ପର୍ସନାଲାଇଜ ଆମେ କରିପାରୁଛନ୍ତି, ଜିନିଷକୁ ପର୍ସନାଲାଇଜ କରି ରଖିପାରୁଛନ୍ତି। ହଁ, ସ୍ପେସିଫିକ କରିକି ରଖିପାରୁଛନ୍ତି। ଯେମିତିକି ଆମର ଆମାଜନ ହଉ, ନେଟଫ୍ଲିକ୍ସ ହଉ, ୱେବ୍ ସିରିଜ ଗୁଡାକ ଆମେ ଦେଖିପାରୁଛନ୍ତି। ୱେବସାଇଟ୍ ଆମେ ଏଗୁଡାକ ଦେଖିପାରୁଛନ୍ତି। ଏଇଟା କୁହାଯାଉଛି କଣ ପର୍ସନାଲାଇଜ ଜେସନ୍ ବି ମେଣ୍ଟେନ ହଉଛି। ତାପରେ ମୋବାଇଲ ଅପ୍ଟିମାଇଜେସନ ବି ରହୁଛି। ଯୋଉଠି ମୋବାଇଲ ମାଧ୍ୟମରେ ଆମେ କଣ କରୁଛନ୍ତି, ବିଭିନ୍ନ ଜିନିଷକୁ ଡିଜାଇନ କରିପାରୁଛନ୍ତି ବା ଷ୍ଟାଣ୍ଡାର୍ଡ କରିପାରୁଛନ୍ତି। ଆମେ ଯେମିତି ରିଲ୍ସଟେ ବନେଇ ପାରୁଛନ୍ତି। ମୋବାଇଲ ସର୍ଭିସ ମାଧ୍ୟମରେ ଯୋଉଟା ଆମର ଲ୍ୟାପଟପ୍ ମାଧ୍ୟମରେ ମୁଁ ଏଇ କ୍ଲାସ କରିପାରୁଛି ତମ ପାଇଁ। ତ ଇଏ ସବୁ ହଉଛି କଣ ନା ଆପଣ ୱେବ୍ 2.0 ର କରାମତି। ତାପରେ ଟାଇପ୍ସ ହଉଛି କଣ ନା ଆମର ପ୍ରଥମ ନା ଆମର ୱେବ୍ 2.0 ର ଟେକ୍ନୋଲୋଜିର ଟାଇପ୍ସ ହଉଛି ପ୍ରଥମ ହଉଛି ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ ଯେମିତି ଫେସବୁକ୍ ହଉ, ଟ୍ୱିଟର ହଉ, ଇନଷ୍ଟାଗ୍ରାମ ହଉ। ଏଟା ହଉଛି ସବୁ କଣ ନା ୱେବ୍ 2.0 ର ଆପଣଙ୍କର ସୋସିଆଲ ପ୍ଲାଟଫର୍ମ। ତାପରେ ବ୍ଲଗ୍ସ କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ହଉ, ଆପଣ ବିଭିନ୍ନ ପ୍ରକାର ବ୍ଲଗ୍ସ ପକଉଛନ୍ତି, ଭିଡିଓ ସର୍ଟ ଭିଡିଓ କରି ପକଉଛନ୍ତି। ଆପଣଙ୍କର ଯେମିତି ଆପଣଙ୍କ ମିଡିଆ ବାଲା ଯେମିତି ଛୋଟ ଆର୍ଟିକିଲ ବା ଆପଣଙ୍କର ଗୋଟେ ବାଇଟ୍ ଦେଇକି ପକଉଛନ୍ତି। ଏଗୁଡାକ ହଉଛି କଣ ବ୍ଲଗ୍ସ ଆଣ୍ଡ କଣ୍ଟେଣ୍ଟ ମ୍ୟାନେଜମେଣ୍ଟ କୁ ବୁଝଉଛି ୱେବ୍ 2.0 ର। ଯୋଉଠି ୟୁଜର ଜେନେରେଟେଡ ପ୍ରୋଗ୍ରାମ ହେଇପାରିବ ଡାଇନାମିକ ଏଟାକୁ ବୁଝଉଛି। ୱିକିପିଡିଆ ହଉ, କୋଲାବୋରେସନ ପ୍ଲାଟଫର୍ମ ହଉ, ଆପଣ ଯେକୌଣସି ଗୋଟେ କଣ୍ଟେଣ୍ଟ ବା କୌଣସି ବିଷୟର ଆପଣଙ୍କର ଟପିକର ସର୍ଚ୍ଚ କରୁଛନ୍ତି, ଆପଣ ପୁରା ୱିକିପିଡିଆ ହେଇକି ଆପଣ ପିଡିଏଫ୍ ଆକାରରେ ହଉ ବା ଆପଣ ଇନଫର୍ମେସନ ହଉ, ପୁରା କମ୍ପ୍ଲିଟ ଇନଫର୍ମେସନ ଆପଣଙ୍କୁ ମିଳିଯାଉଛି। ତାପରେ ମିଡିଆ ସେୟାରିଂ ସାଇଟ୍ସ, ବିଭିନ୍ନ ପ୍ରକାର ସାଇଟ୍ସ ଅଛି। ସେ ସାଇଟରେ ଆପଣ ଯାଇକି ନିଜେ ଭିଜିଟ୍ କରିପାରିବେ। ଭିଜିଟ୍ କରି ଆପଣ ପାଠ ପଢିପାରିବେ। ଇ କମର୍ସ ସାଇଟ୍ ଆପଣ ବିଜନେସ୍ କରିପାରିବେ ଯେମିତିକି ଆମାଜନ ହଉ, ଫ୍ଲିପକାର୍ଟ ହଉ। ଏ ମାଧ୍ୟମରେ ସବୁ ପିଲାମାନେ କଣ କରିପାରିବେ ନା ବା ସମସ୍ତେ ୟୁଜର ମାନେ କଣ କରିପାରିବେ ସପିଂ କରିପାରିବେ। ତାପରେ କ୍ଲାଉଡ ବେସ୍ ସଫ୍ଟୱେର ଆପ୍ଲିକେସନ ରହିଛି ଯୋଉଠି ଆପଣଙ୍କ ଗୁଗଲ ଡସ୍ ରହୁଛି, ମାଇକ୍ରୋସଫ୍ଟ ରହୁଛି। ତ ୟା ଦ୍ୱାରା କଣ କରିପାରିବେ ନା ପିଲାମାନେ ବିଭିନ୍ନ ସଫ୍ଟୱେରକୁ ଆକ୍ସେସ୍ କରିପାରୁଛନ୍ତି। ଆପଣଙ୍କର ଥ୍ରୁ ଦ ହେଲ୍ପ ଅଫ୍ ଆପଣଙ୍କର www ୱାର୍ଲଡ ୱାଇଡ ୱେବ ରେ ଆପଣଙ୍କର ସର୍ଚ୍ଚ କରିକି କରିପାରୁଛନ୍ତି। ହୁଁ, ତାପରେ କ୍ରାଉଡ ସୋର୍ସିଂ ପ୍ଲାଟଫର୍ମ ରହୁଛି। ଯଦି ଆପଣଙ୍କର କିଛି ଗୋଟେ ଇମ୍ପୋର୍ଟାଣ୍ଟ ଆଇଡିଆ ଅଛି, ଆପଣ ବି ଗୁଗଲ ଉପରେ ବା ଆପଣ ୱେବ ଉପରେ ଆପଣ ବି ଆପଣ ଥଟ୍ ରଖିପାରିବେ। ତ ଏ ଏଡିଟ୍ ଅପସନ ବା ଡାଇନାମିକ ଅପସନ ଟା ଓନ୍ଲି ଏଇ ଯୋଉ HTML ହାଇପର ଟେକ୍ସଟ ମାର୍କଅପ୍ ଲାଙ୍ଗୁଏଜ ଯୋଉ ଆମେ କହୁଛନ୍ତି, ଏଇ ସୁବିଧାଟା ୱେବ୍ 2.0 ରଖିଛି ଯୋଉଟା କି ଷ୍ଟାଟିକ ଥିଲା ୱେବ୍ 1.0 ରେ ଯୋଉଠି ଏଠି କିଛି ଲେଖି ହଉନଥିଲା। ଯାହା ଅଲରେଡି ଏଡିଟେଡ ହବ ଆପଣଙ୍କର ୱେବ୍ ଦ୍ୱାରା ସେଇଟା ହିଁ ଫାଇନାଲ ଥିଲା। କିନ୍ତୁ ଏଠି ଆପଣ ନିଜେ ଜେନେରେଟ କରିପାରିବେ। ତାପରେ ହଉଛି ଜିଓ ଲୋକେସନ ବେସ୍ଡ ସର୍ଭିସ। ଆପଣ ଯେକୌଣସି ଜିପିଏସ୍ ଆପଣଙ୍କ ମାଧ୍ୟମଟା ଜିପିଏସ୍ ଜିନିଷଟା ୱେବ୍ 2.0 ର ଆପଣଙ୍କର ଆସିଛି। ଯେମିତି ମ୍ୟାପ୍ସ ହଉ, ବିଭିନ୍ନ ପ୍ରକାର ଓଲା ଉବର ସବୁ ଆପଣ ବୁକିଂ କରିପାରୁଛନ୍ତି ଜିପିଏସ୍ ମାଧ୍ୟମରେ। ଏଗୁଡାକ ଏଇ ମାଧ୍ୟମରେ ବି ଆପଣଙ୍କର ହଉଛି ହେଇପାରିଛି। ଆଉ ଏଇଠି ହଉଛି କନକ୍ଲୁଜନ, ଆପଣ ନିଜେ ଭିଡିଓକୁ ପଜ କରିକି ଡିରାଇଭ କରିବାକୁ ଚେଷ୍ଟା କରିବେ। ଆଉ ଆପଣ ଗୋଟେ ୱେବ୍ 3.0 ଯୋଉଟାକି ଆମେ ବା ୱେବ୍ 3.0 ଆମେ କାହାକୁ କହୁଛନ୍ତି ନା ଏଟା ଗୋଟେ ଲାଟେଷ୍ଟ ପର୍ସନ ନା ଲାଟେଷ୍ଟ ଆପଣଙ୍କର ଭର୍ଜନ ଯାହା ଦ୍ୱାରା ଆମେ କଣ କରିପାରୁଛନ୍ତି ନା ଏଟା 2.0 ର ଆଉ ଟିକେ ବେଟର ଯୋଉଠି 2.0 ରେ ନାହିଁ ସେ ସିଷ୍ଟମ ସେଟା 2. ଆପଣଙ୍କର 3.0 ରେ ଅଛି। ସେ ବିଷୟରେ ଆମେ ଟିକେ ଜାଣିଯିବା। पेटीएम, मेटामास्क, व्हाट्सएप, स्टेटस, स्पॉटिफाई, ऑडियस, क्रोम, ब्रेव, गूगल, प्री सर्च, यूट्यूब, ऑडेसी। ସେ ହଉଛି ଆପଣ ଯୋଉ ୱେବ୍ 3.0 ଯୋଉଟାକି ଆପଣ ବୁଝିପାରୁଥିବେ। ଯେମିତିକି ଆପଣ ଗୁଗଲରେ ଆପଣ ଯେକୌଣସି ଜିନିଷ ସର୍ଚ୍ଚ କରୁଛନ୍ତି, ବର୍ତ୍ତମାନ ଆପଣଙ୍କର ଯାହାବି ଯୋଉଟା 2.0 ମାଧ୍ୟମରେ ଆପଣଙ୍କର ଫ୍ୟାସିଲିଟି ପାଉଥିଲେ, ବର୍ତ୍ତମାନ ଆପଣଙ୍କର ଗୋଟେ ଗୁଗଲ ଭଳିଆ ଆପଣଙ୍କର ଗୋଟେ ଆସିଛି ୱେବ୍ ଆସିଛି, ଯୋଉଟାକି ଆମ ସର୍ଚ୍ଚ ଇଞ୍ଜିନ୍ ଆସିଛି, ଯୋଉଟାକି ଆମେ ବ୍ରେଭ୍ ବୋଲି କହୁଛନ୍ତି। ମେଟାମାସ୍ ଆସିଛି। ବିଭିନ୍ନ ପ୍ରକାର ଆପଣଙ୍କର 3.0 ର ଆପଣ ସର୍ଭିସ ଅଛି, ଯୋଉଟାକି ଆପଣଙ୍କର ଆଗାମୀ ଦିନରେ ଯେତେବେଳେ ଆଇସିଟି ବୁକରେ ଆପଣ 3.0 ଆପଣଙ୍କର ନ୍ୟୁ ସିଲାବସ୍ ଅନୁସାରେ ପଳେଇ ଆସିବ, ସେତେବେଳେ ଆପଣ ବେଟର ଜାଣିପାରିବେ। ତ ଆଜି ଏମିତି ଏତିକି। ଧନ୍ୟବାଦ ସମସ୍ତଙ୍କୁ।